ତ ଏଇ ଯୋଉ ମେରିହା ସାକ୍ରିଫାଇସ୍ ଯୋଉ ହଉଥିଲା ଆପଣଙ୍କର ହଳଦୀ କୁ କେମିତି ଆ, ମାନେ ବେଶୀ ଆକାରରେ ହେଇପାରିବ, ଆମେ ହାର୍ଭେଷ୍ଟ ମାନେ ହେଇପାରିବ। ଯେତିକି ଆଦିବାସୀ ମାନଙ୍କ ବିଷୟରେ ତାଙ୍କର ଇତିହାସ ଜାଣିବାକୁ ପାଉଛେ, ଅଧିକାଂଶ କେବଳ ବ୍ରିଟିଶ ଅଫିସର ମାନେ ଯାହା ଲେଖି ଦେଇ ଯାଇଛନ୍ତି ସେଗୁଡାକୁ ଆମେ ବେଦରଗର ଆଜ୍ଞା। ଭାବିକି ଆମେ ଭାବୁଛେ ଯେ ହଁ ସେଇଆ ହିଁ ଆଦିବାସୀ ମାନଙ୍କର ଇତିହାସ। କିନ୍ତୁ ପ୍ରକୃତରେ ସମସ୍ତଙ୍କୁ ନମସ୍କାର। କଳିଙ୍ଗ ଇତିହାସର ଆଜି ସଦ୍ୟତମ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଏବଂ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଯେ ଆପଣ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜିର ବକ୍ତା ହେଉଛନ୍ତି ଶ୍ରୀ ଜିତୁ ମିଶ୍ର। ଜିତୁ ମିଶ୍ର ସାର୍ଙ୍କର ୟା ପୂର୍ବରୁ କଳିଙ୍ଗ ଇତିହାସରେ ଗୋଟିଏ ଟକ୍ ଆପଣମାନେ ଶୁଣିଥିବେ। ଅ, ମହାନଦୀ ବିଷୟରେ ସେ ଯୋଉ ତାଙ୍କର ଯୋଉ ରହିଥିଲା ଯୋଉ ବିଷୟଟି, ମହାନଦୀ ଦ ରିଭର ଦ୍ୟାଟ୍ ୟୁନାଇଟ୍ସ ଓଡ଼ିଶା। ଜିତୁ ବାବୁଙ୍କୁ ଆପଣ ସମସ୍ତେ ଏବେ ରିସେଣ୍ଟଲି ତାଙ୍କର ଗୁଡ଼ାଏ ବହି ପବ୍ଲିଶ ହେଇଛି ଏବଂ ପ୍ରତ୍ୟେକଟି ବହି ଇତିହାସର ଗୋଟେ ନୂତନ ଖିଅକୁ ନେଇକି ସେ ପ୍ରସ୍ତୁତ କରିଛନ୍ତି। ଆଉ ଐତିହାସିକ ତଥ୍ୟ, ପ୍ରତ୍ନତାତ୍ତ୍ୱିକ ତଥ୍ୟ ସହିତ ତାଙ୍କର କଳ୍ପନାର ଯୋଉ ପୁଟ ଦେଇକି ଖୁବ ସୁନ୍ଦର ସୁଖପାଠ୍ୟ ବହି ଗୋଟେ ସେ ରଚନା କରିଛନ୍ତି। ମୁଁ ଅବଶ୍ୟ ସେଥିରୁ କେତୋଟି ବହି ପଢିଛି। ଆଜି ସେଇଭଳି ଗୋଟେ ଭାରି ସୁନ୍ଦର ବିଷୟରେ ସେ କହିବା ପାଇଁ ଯାଉଛନ୍ତି, ଲୋକ ସ୍ମୃତିରୁ ଇତିହାସ। ତେଣୁ ମୁଁ ସ୍ଥିର ନିଶ୍ଚିତ ଯେ ଆମେ ସମସ୍ତେ ସେଟାକୁ ମନଭରି ଉପଭୋଗ କରିବା ସେ ଯୋଉ କଥା। ମୁଁ ଅନୁରୋଧ କରିବି ଶ୍ରୀଯୁକ୍ତ ଜିତୁ ମିଶ୍ରଙ୍କୁ ସେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିବେ। ଜିତୁ ବାବୁ। ଧନ୍ୟବାଦ ସୁନୀଲ ବାବୁ, ଆଜିର এই ଅପରଚୁନିଟି ଦେଇଥିବା ଯୋଗୁଁ। ହଁ, ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଅଛନ୍ତି ଏଠି। ଆଉ ମୁଁ ଆଜି ନିଜକୁ ବହୁତ ଆ, ମାନେ ପ୍ରିଭିଲେଜ ଭାବେ ଯେ ମତେ ଏଇ ଚାନ୍ସ ଟା ମିଳିଛି। ତ ଲୋକ ମାନଙ୍କୁ ନେଇକି ଆମେ କେମିତି ଇତିହାସ ବିଷୟରେ ଜାଣିପାରିବା, ଆଇ ଥିଙ୍କ ଇଟ୍ସ ଏ ଭେରି ରିସେଣ୍ଟ ଟ୍ରେଣ୍ଡ ଇଣ୍ଡିଆରେ। ଆଗରୁ ଲୋକ କରୁଥିଲେ, ଫୋକଲୋରିଷ୍ଟ ମାନେ କାମ କରୁଥିଲେ ତା ଉପରେ। ଏବେ ଆନ୍ଥ୍ରୋପୋଲୋଜିରେ ବି କାମ ହଉଥିଲା, ହିଷ୍ଟ୍ରିରେ ବି, ଫୋକ୍ ହିଷ୍ଟ୍ରି ଉପରେ ବି କାମ ହଉଥିଲା। କିନ୍ତୁ ଷ୍ଟୋରି ଟେଲିଂ କୁ ନେଇକି ଆମେ ଗୋଟେ ଲୋକରୁ ନେଇକି ତାକୁ ଆମେ କେମିତି ଇତିହାସ କଳ୍ପନା କରିପାରିବା, ସେଇଟା ଆଇ ଥିଙ୍କ ଇଟ୍ସ ଏ ଭେରି ରିସେଣ୍ଟ ଟ୍ରେଣ୍ଡ ଇଣ୍ଡିଆରେ। ତ ମୁଁ ଆପଣଙ୍କୁ ଗୋଟେ ମୋର ରିସେଣ୍ଟଲି ଏକ୍ସାମ୍ପଲ ଗୋଟେ ଷ୍ଟାର୍ଟ କରୁଛି। ଏବାଉଟ୍ ଏ ମନ୍ଥ ଏଗୋ ମୁଁ ଭୁବନେଶ୍ୱରରେ ଗୋଟେ ଉବର ବୁକ୍ କଲି। ଆଉ ସେଇ ଉବର ଡ୍ରାଇଭରଟା କୁ ମୁଁ ଏମିତି କଥା ପଚାରିଲା ବେଳକୁ ସେ କହିଲା ମୁଁ କନ୍ଧମାଳରୁ। ତାପରେ ମୁଁ ତାର ଚେହେରା ଦେଖିକି ସିଏ ମାନେ ଗୋଟେ କନ୍ଧମାଳର ଆଦିବାସୀ ଭଳିଆ ଦେଖା ହଉନଥିଲା ସିଏ। ଆଉ ତା ନାଁଟା ହଉଛି ଖ୍ରୀଷ୍ଟିଆନ ନାଁଟା। ଆଉ ମତେ ଲାଗିଲା ସେ ଆଇଦର ହିସ୍ ମାନେ ଉଁ, ଗଞ୍ଜାମ କି ନୟାଗଡ଼ କି କୋଉ ପଟେ ହେଇଥିବ। ଆଉ ଆ, ତାପରେ ମୁଁ ତା ସାଙ୍ଗେ କଥାବାର୍ତ୍ତା କଲି, ଆଉ କିଛି ସମୟ ତ ସେ କହିଲା ମୋର ଜି ଉଦୟଗିରି ପାଖରେ ମୋ ଘର। ତାପରେ ମତେ ଲାଗିଲା ତାର ପଛରେ ଗୋଟେ ବହୁତ ବଡ କାହାଣୀ ଅଛି। ଆ, ତ ମୁଁ ଯେତେବେଳେ କାମ କରୁଥିଲି ମୋ ବହି ପାଇଁ, ଗୋଟେ ଏବେ ମାନେ କରୁଛି କାମ ଆକ୍ଚୁଆଲି 3-4 ମାସ ହେଲାଣି ତାପରେ କାମ କରୁଛି କନ୍ଧମାଳ ବହି ଉପରେ। ତ ଏଇ ଯୋଉ ମେରିହା ସାକ୍ରିଫାଇସ୍ ଯୋଉ ହଉଥିଲା, ଆପଣଙ୍କର ହଳଦୀ କୁ କେମିତି ଆ, ମାନେ ବେଶୀ ଆକାରରେ ହେଇପାରିବ, ହାର୍ଭେଷ୍ଟ ହେଇପାରିବ, ଗୋଟେ ବମ୍ପର କ୍ରପ ହିସାବରେ ଆପଣ ହାର୍ଭେଷ୍ଟ କରିପାରିବେ, ତା ଉପରେ ଆଗରୁ ମାନେ ମାନେ ମୁଁ ଜାଣିନି କେତେ କେତେ ଶହ ବର୍ଷରୁ କେତେ ହଜାର ବର୍ଷ ପୂର୍ବରୁ, ତା ପୂର୍ବରୁ ଗୋଟେ ବଡ ମାନେ ପ୍ରଥା ଅଛି, ଗୋଟେ ଆଗରୁ ମଣିଷ ବଳି ଦଉଥିଲେ। ତ ତାକୁ ମେରିହା କୁହାଯାଏ। ଏଇଟା ଆମ ସମସ୍ତେ ଜାଣିଛନ୍ତି ଓଡିଶାରେ। ମୁଁ ମାନେ ଆମେ ଯେତେବେଳେ ଓଡିଆ କଥା କହୁଛେ ଆମେ ପ୍ରାୟ ସମସ୍ତେ ଜାଣିଛନ୍ତି। ଏଇ ମେରିହା କଥାଟା ମୋ ମନରେ ବହୁତ ହି ଇଣ୍ଟରେଷ୍ଟ ଡେଭଲପ କରିଥିଲା। ମାନେ ହେଇଗଲାଣି, ମୁଁ ଯେତେବେଳେ ଡେକାନ କଲେଜକୁ ପଢିଆ ଗଲି 1992 ମସିହାରେ, ସେଇ ସମୟରୁ ମୋର ଏଇଟା ବହୁତ ଇଣ୍ଟରେଷ୍ଟ ଡେଭଲପ କରିଥିଲା। ତ ଆ, ମୁଁ ତାପରେ ଜାଣିବାକୁ ଚାହିଁବା କଲି। ତାପରେ ଆପଣ ସମସ୍ତେ ଜାଣିଛନ୍ତି କ୍ୟାମ୍ପବେଲ ହେଲା କି ଗୋଟେ ମେରିହା ଯୋଉ ଗୋଟେ ବାରବାରିକ ଟ୍ରେଡିସନ ଥିଲା, ଆ, ତାକୁ ଦମନ କରିବା ପାଇଁ ଗୋଟେ ବ୍ରିଟିଶ
ଇଷ୍ଟ ଇଣ୍ଡିଆ କମ୍ପାନୀ ସମୟରେ ରାଜନୀତି ସମୟରେ ଗୋଟେ ବଡ ଗୋଟେ ଗୋଟେ କମିଶନ ଗଠନ କରାହେଇଥିଲା। ସେଇ କମିଶନରେ ମାନେ ଗୁଡାଏ ମେରିଆ ଯୋଉମାନେ ମେରିଆ ହେଇଥାନ୍ତି ସେମାନଙ୍କୁ ରେସ୍କ୍ୟୁ କରାହଉଥିଲା। ତ ଆପଣ ଯଦି ଗୋଟେ କନ୍ଧମାଳର ଦେଖିବେ ବାଲି ମାନେ ପୁରା ଏଣ୍ଟାୟାର କନ୍ଧମାଳରେ ଆପଣ ଦେଖିବେ କନ୍ଧମାନଙ୍କ ସହିତ ପାଣ ମାନେ ବି ରହନ୍ତି। ଆଣ୍ଡ ପାଣ ମାନେ ହଉଛନ୍ତି ସିଡ୍ୟୁଲ କାଷ୍ଟ ଆଉ କନ୍ଧ ମାନେ ହଉଛନ୍ତି ସିଡ୍ୟୁଲ ଟ୍ରାଇବ। ପାଣ ଆର୍ ସ୍ମାର୍ଟର୍ସ। ସେମାନେ ଦେ ଆର୍ ଲାଇକ୍ ଦ ବିଜନେସ ଏଜେଣ୍ଟସ୍ ବିଟୱିନ୍ ଦ ପିପୁଲ ଅଫ ଦ ପ୍ଲେନ୍ସ ଆଣ୍ଡ ଦ କନ୍ଧସ୍। ତ ତାଙ୍କର କାମ ହେଲା ୟଙ୍ଗ ପିଲାମାନଙ୍କୁ ମୋଷ୍ଟଲି ଝିଅ ଆଉ ପୁଅକୁ ନେଇକି ଆସିବେ ମାନେ ଅ, ଯୋଉ ଆପଣଙ୍କର ଉପକୂଳ ଓଡିଶା ଅଛି ଯୋଉଟା କି ପାହାଡ ତଳକୁ ମାନେ କନ୍ଧମାଳ ଘାଟି ଦେଇ ସାରିଲା ପରେ ଗଞ୍ଜାମ ହଉ କି ନୟାଗଡ଼ ହଉ କି ଯେତିକି ତା ଏରିଆ ବୌଦ୍ଧ ହଉ କି ସବୁ ଜାଗାରୁ ସେମାନେ ଲୋକ ପିଲାମାନଙ୍କୁ ନେଇକି ଆସିବେ। ଆଉ କିଣିକି ବି ନେଇକି ଆସନ୍ତି ସେମାନେ। ଆଉ ତାଙ୍କ ମାନେ ଯୋଉମାନେ ବହୁତ ଗରିବ ଘର ପିଲାମାନେ ସେମାନଙ୍କୁ କିଣିକି ବି ନେଇକି ଆସନ୍ତି। ଆଉ ତାପରେ ଏଇ ମାନେ କନ୍ଧ ମାନେ ଯିଏ ତାକୁ ଯେବେ ସାକ୍ରିଫାଇସ କରାହବ ତାକୁ ସେମାନେ ଖାଇବା ପିଇବାକୁ ଦେଇକି ତାକୁ ଇଏ କରିକି ତାପରେ ଜାନି ଯୋଉ ଦିନ କହେ ସେଇଟା। ତ ବ୍ରିଟିଶ ସେତେବେଳେ ତା ସହିତ ବହୁତ ଅନ୍ୟ କାରଣ ବି ଅଛି, ମୁଁ ଏଇଟା ଆପଣଙ୍କୁ କହିବି ଏବେ। ସେତେବେଳେ ଦେଖିବାକୁ ଆସିଲେ ମାନେ ସେମାନେ ଭାବିଲେ ଏଇଟା ଗୋଟେ ବହୁତ ବାରବାରିକ ଟ୍ରେଡିସନ୍ସ। ତ କଣ ମାନେ ଆମେ କେମିତି ଆକୁ ଦମନ କରିବା। ଆଣ୍ଡ ଦେ ଟୁକ୍ ଲଙ୍ଗ ଇୟର୍ସ। ତାପରେ କଣ କଲେ ସେମାନେ ଯୋଉ ରେସ୍କ୍ୟୁ କଲେ ପିଲାମାନଙ୍କୁ ଏଇ ଯୋଉମାନେ ନିରୀହ ହେଇଥାନ୍ତେ ସେମାନଙ୍କୁ ବାଲେଶ୍ୱର ପଠାଗଲା। ବାଲେଶ୍ୱର ଆଉ କଟକ ମୋଷ୍ଟଲି ବାଲେଶ୍ୱର। ବାଲେଶ୍ୱର ତଳକୁ ଗୋଟେ ଇଟ୍ ୱାଜ ଏ ମେଜର ହବ୍ ଫର ଦ ଟ୍ରେଡିଂ ଆକ୍ଟିଭିଟିଜ 19th ସେଞ୍ଚୁରୀ 20th early part of 19th 20th century। କାହିଁକି ଇଣ୍ଟରନ୍ୟାସନାଲ କମର୍ସ ପାଇଁ ଆପଣଙ୍କର ପିପଲି ହଉ ବାଲେଶ୍ୱର ହଉ। ତ ଇଭେନ ବାଲେଶ୍ୱର କଲେକ୍ଟରେଟ ଭିତରେ ବି ଗୋଟେ ରେଡ୍ ଚର୍ଚ୍ଚ ଥିଲା, ଏବେ ଅଛି କି ନା ମୁଁ ଜାଣିନି କିନ୍ତୁ 7-8 ବର୍ଷ ତଳେ ମୁଁ ଦେଖିଥିଲି ତାକୁ। ତା ଗୋଟେ ଛୋଟ ଚର୍ଚ୍ଚ ଥିଲା। ତ ସେଇଠି ଗୁଡାଏ ବାପ୍ଟିଷ୍ଟ ମିଶନରୀ ସେଠି କାମ କରୁଥିଲେ। ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଥିଲା ସେଠି କାମ କରୁଥିଲେ। ତ ଏଇ ଯୋଉ ପିଲାମାନଙ୍କୁ କରାଗଲା ସେମାନଙ୍କୁ ବାପ୍ଟାଇଜ କରାଗଲା ପ୍ରୋଟେଷ୍ଟାଣ୍ଟ ଗ୍ରୁପରେ ମାନଙ୍କୁ ବାପ୍ଟାଇଜ କରାଗଲା। ଇଏ ଯେତେବେଳେ ବାଲେଶ୍ୱରରେ ସେମାନଙ୍କୁ ପ୍ରତିଷ୍ଠା କରାଗଲା ମାନେ ମାନେ ପ୍ରୋଟେଷ୍ଟାଣ୍ଟ ଗ୍ରୁପରେ ତାଙ୍କୁ ମାନେ ବାପ୍ଟାଇଜ କରାଗଲା। ଆଉ ସେତେବେଳେ ବି ଲିଟରେସିଟା ପ୍ରିଣ୍ଟିଂ ପ୍ରେସ୍ ବି ଆସିଯାଇଥିଲା। ତ ଆପଣଙ୍କର ବାଇବେଲକୁ କୁଇ ଭାଷାରେ ବି ଅନୁବାଦ କରାହେଇଥିଲା। ଆଉ ତାପରେ ଓଡିଆ ଭାଷାରେ କରାହେଇଥିଲା, ଓଡିଆ ଭାଷାରେ ମୋଷ୍ଟ କରାହେଇଥିଲା। ତ ଏଇ ଯୋଉ ପିଲାମାନେ ଯେତେବେଳେ ବଡ ହେଲେ ସେମାନଙ୍କୁ କନ୍ଧମାଳ ପଠାଗଲା। ଦେ ଆର୍ ନଟ୍ ଆକ୍ଚୁଆଲି ଅରିଜିନାଲି ଫ୍ରମ୍ କନ୍ଧମାଳ। ମୁଁ ଯେତେବେଳେ କହିଲି ସେମାନେ ସବୁ ସରାଉଣ୍ଡିଂ ଏରିଆସରୁ। ତ ସେମାନେ ଯେତେବେଳେ ଆସିଲେ ଅ, କନ୍ଧମାଳକୁ ଆସିଲେ ତ ଅ, ତାପରେ ଅ, ତାଙ୍କୁ ଦିଆଗଲା ରେସ୍ପନ୍ସିବିଲିଟି ଦିଆଗଲା ଯେ କେମିତି ତମେ ଅନ୍ୟମାନଙ୍କୁ କନଭର୍ଟ କରିବ। ହଁ। ତ ଆପଣଙ୍କର ଯୋଉ ମାଣ୍ଡାସୁର ଅଛି ସେଇଠି ପ୍ରଥମେ ଚର୍ଚ୍ଚଟା ବସାଗଲା। ମାଣ୍ଡାସୁର ପରେ ଜିଉଦୟଗିରିରେ ବହୁତ ବଡ ହସ୍ପିଟାଲ ଥିଲା। ଇଟ୍ ୱାଜ ୱାନ୍ସ ଅପନ ଏ ଟାଇମ ଇଭେନ ବିଗର ଦେନ ଦ କଟକ ମେଡିକାଲ କଲେଜ। ଜିଉଦୟଗିରି ଏବେ ବି ତାର ଏବେ ବି ଚାଲିଛି ବଟ୍ ମୋଷ୍ଟଲି ଇନ୍ ଦ ଭେରି ଡିଲାପିଟେଡ୍ ଷ୍ଟେଟ୍ରେ ଅଛି। ତ ଏଇଭଳିଆ ସେମାନେ କରୁଥିଲେ। ତ ମୁଁ ଯେତେବେଳେ ଦେଖିଲି ସେ ଲୋକଟାକୁ ତ ମୁଁ ଭିତରେ ମାନେ ଆଇ ଡୋଣ୍ଟ ନୋ ଯେତେବେଳେ କାମ ଏତେ କରୁଛି ତାପରେ ପଢୁଛି ତାପରେ ତାର ଅରିଜିନାଲ ଆକାଉଣ୍ଟକୁ ଯାଉଛି ତଳେ ମତେ ଲାଗେ ଯେ ମୁଁ ଟ୍ରାନ୍ସ ଅଛି ବୋଲି। ଆଣ୍ଡ ମୁଁ ତାପରେ ତାର ମନେ ମନେ ମୁଁ କଳ୍ପନା କରିବା ଆରମ୍ଭ କଲି ଯେ କେମିତି ମାନେ ହିଷ୍ଟ୍ରି ଆମେ ଲୋକମାନଙ୍କ ଥ୍ରୁରୁ ହିଁ ଆମେ ତାକୁ ଆନାଲାଇଜ କଲା ପରେ ବି ଆମେ ଯେତେବେଳେ ମିଟ୍ କରୁଛେ ଆମ ଡେଲି ଲାଇଫରେ ଆମେ ଗୋଟେ ୱାଇଡର ହିଷ୍ଟ୍ରିକୁ ରିଡ୍ କରିପାରିବା। ତ ତାପରେ ଆ କନ୍ଧମାଳ କଥା ଯେତେବେଳେ ମୁଁ କହିବାକୁ ଯାଉଛି ମୁଁ ତା ପୂର୍ବରୁ କିଛି କହିବାକୁ ଚାହୁଁଛି ମୋର ଏଇ ଏକ୍ସପିରିଏନ୍ସ ଏଇ ଇଣ୍ଟରେଷ୍ଟଟା କେମିତି ଡେଭଲପ କଲା। ମୁଁ 2010-11 ବେଳକୁ ରାଜକୋଟରେ ଥିଲି ଗୋଟେ ସ୍କୁଲରେ ଏଜ ଏ ଟିଚର୍ସ ଟ୍ରେନର। 1.5 ବର୍ଷ ରହିଲି ମୁଁ ରାଜକୋଟରେ ତ ଗୁଜରାଟରେ। ତ ସେଇ ସମୟରେ ମତେ ମୁଁ ଆଇ ଗଟ୍ ଏକ୍ସପୋଜ ଟୁ ଦ କ୍ଲାସିକ ୱାର୍କ ବାय ଆଲେକ୍ସ ହାଲି, ଯାହାକୁ
रूट्स तांकर गोटे गोटे वेरी वेल नोन इज एन अमेरिकन ब्लैक अमेरिकन तो सी तांकर एटा गोटे इवन बुकर प्राइज भी पाइथिला से तो एई जो बुक बहिटा रूट्स तो इट टॉक्स अबाउट 18th सेंचुरी स्लेवरी ट्रेड द ब्रुटालिटी ऑफ स्लेवरी ट्रेड तो गांबिया रु गोटे यंग पिलाटाକୁ उठा उठा जाइଥିଲା माने एजेंट माने तांकर उठेइଥିଲେ तापरे बहुत ही खराब स्थिति रे ताकू माने एकदम डिफिकल्ट स्टेज माने सिचुएशन रे माने अटलांटिक सी भितरे माने एकदम बारबारिक ये रे ताकू नेकी जाइଥିଲେ एंड देन ही वाज सोल्ड देयर प्लांटेशन रे तो सेठू माने गोटे जनरेशन दी जनरेशंस पर्यंत से माने बहुत सफर करचंती तापर तांको थर्ड फोर्थ जनरेशन तो आसिला so they had somehow accustomed to the American way of life mane they did not find difficulties they were part of the American way of life so and they had forgotten their roots mane kon hitla tankar ancestors तापरे ଯେତେବେଳେ Alex Allen 1970s ରେ he wrote he is like 14th descendant or something तो नहीं सॉरी 7th ना 8th descendant जाने पाऊँ exactly नहीं 14th descendant sorry तो he decided to come back to Gambia and find out his ancestral roots तापरे some people have criticized him he also has admitted that part of his work is actually fiction part of his work is whatever he oral stories collected from the people from the community जोड़ा कि आमे कौचे करता तो एई ଯେତେବେଳେ ଆସିଲେ ମାନେ ଯେତେବେଳେ ଆଲେକ୍ସ ଆଲେଙ୍କର ଏଇ ଯୋଉ ବହିଟା ଯେତେବେଳେ ରୁଟ୍ସ ଯେତେବେଳେ ମୁଁ ତାକୁ ପଢିଲି ତାପରେ ତାର ଭିଡିଓ ସିରିଜ ଦେଖିଲି फाइनली से लास्ट रे କହିଛନ୍ତି ତାଙ୍କର ବହିରେ ଇଭେନ ଭିଡିଓ ସିରିଜରେ ବି କହିଛନ୍ତି that the whole world is made of locals ମାନେ individuals and families ଆଉ ତାଙ୍କୁ ନେଇକି world ପରିକଳ୍ପନା ହେଇଛି ତିଆରି ହେଇଛି ଆଉ ଆମେ ଯେତେବେଳେ पर्सनल लाइफ ଆଉ ଆପଣଙ୍କର କମ୍ୟୁନିଟି ଲାଇଫ ଆମେ ଯେତେବେଳେ ଦେଖିବା ତାହେଲେ ଆମେ ମାନେ ଗୋଟେ ଗୋଟେ ଅଲଗା ପ୍ରକାର ଆମର ଗୋଟେ ହିଷ୍ଟୋରିକାଲ ଅଣ୍ଡରଷ୍ଟାଣ୍ଡିଂ ରହିବ ତ ଏଇଟାକୁ ଯେତେବେଳେ ମତେ ବହୁତ ଇନ୍ସପାୟାର କରିଥିଲା ତାକୁ ନେଇକି ମୁଁ ଆଇ ଷ୍ଟାର୍ଟେଡ ଟ୍ରାଭେଲିଂ ଇନ୍ ଦ କଣ୍ଟ୍ରି ଇଣ୍ଡିଆରେ 2016-17 मध्य चाकरी छाड़ली तापरे almost for 4-5 years I traveled through many parts of India and everywhere my interest was to understand how माने लोक मानकर पर्सनल स्टोरी और पर्सनल हिस्ट्री को नेकी हमें केमती बीट करि परिबा तो राजस्थान और गुजरात रे फॉर एग्जांपल आई हैव ट्रैवल्ड वाइडली एंड wherever I went I found lot of stories of heroism जोटा कि आपनकर हिंदुइज्म रो मेन मेन स्ट्रीम हिंदुइज्म एटा को जमा देखा जाएनी आपण देखिबे बहुत छोट छोट फोक डेटीज अछंती प्रत्येक गार आपण पाइबे गोटे फोक डेटीज ओडिसा रे भी अछंती एंड वंस अपॉन अ टाइम दे वर एक्चुअल हीरोज एंड कैटल माने बा गाई हल्या हमरो माने फ्रॉम द टाइम ऑफ हरप्पन सिविलाइजेशंस गाई वाज ऑलवेज कंसीडर्ड एज ए इंडिकेटर ऑफ वेल्थ कैटल इज इंडिकेटर ऑफ वेल्थ तो गाई चोरी होतला गां गां भितरे माने गोटे कम्युनिटी आ गोटे कम्युनिटी राइवल कम्युनिटी से मारे स्टील करते गाई गाई को नहीं तो जो मैंने गाई को रक्षा करते से माने माने समय सब बेले बेले से माने निजको निजर जीवन भी देवा पड़तला एंड दे वर ट्रीटेड एज हीरोज आउ ताको पालिया को आजे तांकर गोटे छोटिया गोटे स्मृति स्तंभ तैयारी करा जाए किसी पत्थर को नेकी आउ गोटे गोटे जगह आपण पाइबे 8टा 10टा 20टा पत्थर भी पाइबे माने स्लैब्स पाइबे जोटा कि आमे मेनिर्स भी को किंतु सेटा पालिया को आजे इवन साउथ इंडिया रे भी से भलिया थिला ताको बीर बली बली को आजे तो एई जो माने लोक माने मरि जाउतले तापर तांकर वंश माने तांकर डिसेंडेंट माने जो माने वर्तमान अछंती तो से माने वर्तमान सब स्प्रेड हो जाइछंती आगुरु मन को तो सेई गां रे नाहाती के क्वाड जाइछंती स्प्रेड हो जाइछंती
କିନ୍ତୁ ଯୋଉ ଦିନ ସେଇ ଇଭେଣ୍ଟଟା ହେଇଥିଲା, ଯୋଉ ଦିନ ସେ ଲୋକ ମରିଥିଲା, ଆ, ତ ସେଇଥିପାଇଁ ସେମାନେ ସେଇଦିନ ସାରା ମାନେ ସବୁଆଡୁ ସେଇ ଗାଁ ମାନେ 10 କିଲୋମିଟର, 20 କିଲୋମିଟର, 50 କିଲୋମିଟର, 100 କିଲୋମିଟର, ଇଭେନ 500 କିଲୋମିଟର ଦୂରରୁ ବି ସମସ୍ତେ ଆସନ୍ତି ଆଉ ସେଇଠି ସେମାନେ ଏକତ୍ରିତ ହୁଅନ୍ତି। ତ ଏଇଟା ଗୋଟେ ତାଙ୍କର ଗେଟ୍ ଟୁଗେଦର ର ଏଇଟା ଗୋଟେ ମାନେ ଇଏ। ତ ଦିସ୍ ଇଜ ହ୍ୱାଟ ଇଜ ଏ ଷ୍ଟୋରି ଲାଇନ, ଇଜ ଏ ପାରାଲାଲ ଷ୍ଟୋରି ଲାଇନ ଗୋଜ ଇନ ହିନ୍ଦୁଇଜମ। ତ ଏଇଟା ମୁଁ ବହୁତ ଗୁଡେ ରାଜସ୍ଥାନରେ ଆଉ ଗୁଜରାତରେ ଏହା ଦେଖିଛି। ତ ଆମେ ମେନ୍ ଷ୍ଟ୍ରିମ୍ ହିନ୍ଦୁଇଜମ ରେ ଏଇ ସବୁ କଥା ଆମେ ବେସିକାଲି କହୁନି। ତାପରେ ଆମେ ଆସିବା ପୁଣି ଆମର କନ୍ଧମାଳକୁ। ତ କନ୍ଧମାଳ ସମୟ ମୁଁ ଜାଣିନି, ମୁଁ ଯେତେବେଳେ 92 ରେ ଡେକାନ କଲେଜ ଗଲି, 1992 ଏମଏ ପଢିବା ପାଇଁ, ସୋ ସମୟ ମତେ ଗୋଟେ ଆଇ ୱାଜ ଭେରି ଆଟାଚ୍ ଟୁ କନ୍ଧମାଳ, ଦୋ ଆଇ ଡୋଣ୍ଟ ବିଲୋଙ୍ଗ ଟୁ କନ୍ଧମାଳ। ଖାଲି ମୋର ଟିକେ ମନେ ଅଛି, ଆମେ ସମ୍ବଲପୁରରେ ଥିଲୁ, ସମ୍ବଲପୁରରେ ଆମେ ବ୍ରହ୍ମପୁର ଯାଉଥିଲୁ ଓଏସ୍ଆରଟିସି ବସ ରେ। ହେତେବେଳକୁ ରାତିରେ କନ୍ଧମାଳ ଦେଇକି ପାସ୍ କରୁ। ଆଉ ସେତେବେଳେ ଛୋଟ ଥିଲି, ପୁରା ଘଞ୍ଚ ଜଙ୍ଗଲ ରାସ୍ତା ଏକଦମ ସରୁ। ଆଉ ବେଳେ ବେଳେ ଥରେ ଥର ବୋଧେ ଦିନ ବେଳା ଯାଇଛି କୋଉ ଗାଁକୁ, ମାନେ କନ୍ଧ ଗାଁକୁ, ଆ, ମାନେ ଏଜ ଏ ଚାଇଲ୍ଡ ଆଇ ଡି ନଟ୍ ନୋ ମଚ୍ ଅବାଉଟ୍ କନ୍ଧମାଳ। ବଟ୍ ଏଇ ଯୋଉ ମେରିହା କଥା କି ଆ, ଆପଣଙ୍କର କନ୍ଧମାଳର ଫରେଷ୍ଟ ହେଲା, ଏଗୁଡାକ ମୋ ସମୟ ମତେ ବହୁତ, ଆଇ ୱାଜ ଭେରି ଆଟାଚ୍ ଟୁ ଦିସ୍। ଆଣ୍ଡ 92 ରେ ଲିମିଟେଡ ରିସୋର୍ସେସ୍ ଥିଲା। ସେତେବେଳେ ଆପଣଙ୍କର ଇଣ୍ଟରନେଟରେ ବି ଏତିକି ରିସୋର୍ସେସ୍ ନଥିଲା। ଆଉ ତାପରେ ଆ, ଆମର ଡେକାନ କଲେଜ ହେଇଛି ଭେରି ହ୍ୟୁଜ ଲାଇବ୍ରେରୀ, ୱାନ୍ ଅଫ୍ ଦ ବେଷ୍ଟ ଲାଇବ୍ରେରୀଜ ଇନ୍ ଦ କଣ୍ଟ୍ରି, ଯୋଉଥିରେ ଏସିଆଟିକ ସୋସାଇଟିର ଜର୍ନାଲରେ ଆଉ ଇଭେନ୍ ତାପରେ ଆ, ଆପଣଙ୍କର ଯୋଉ କନ୍ଧମାଳ ଏକ୍ସପିଡିସନ ଯୋଉଗୁଡାକ ହେଇଥିଲା, ତାର ବହି ଗୁଡାକ ସବୁ ଥିଲା ସେଇ ସମୟରେ, ମାନେ ଡେକାନ କଲେଜ ଥିଲା। ମୁଁ ତାକୁ ଆ, ପଢେ ତାକୁ। ତାପରେ ସବୁ ଜାଗାରେ ଲେଖା ହେଇଥିଲା, ମୁଁ ଯାହା ମାନେ ଏଭ୍ରିୱେୟାର ହ୍ୱାଟ ଆଇ ଡିସ୍କଭର୍ଡ, ଯେତେବେଳେ ମୁଁ ସେତେବେଳେ ବସେ, ମତେ ହାର୍ଡଲି 20-22 ବର୍ଷ ହେଇଥିଲା। ଆ, ତାପରେ ବି ମାନେ ଅପ୍ ଟୁ 25-30 ଇୟର୍ସ ପର୍ଯ୍ୟନ୍ତ ମୁଁ ଯେତିକି ପଢିଲି, ସବୁ ଜାଗାରେ ଏଇଟାକୁ ମାନେ ବହୁତ ଖରାପ ଇଏରେ ଲେଖା ହେଇଛି, ବହୁତ ନେଗେଟିଭ ସେନ୍ସରେ ଲେଖା ହେଇଛି। ଆଉ ତ ଆ, ଏଇଟା ଯେତେବେଳେ ମୋ ମନରେ ବି ଭାବିଲା, ହଁ ମାନେ ସେମିତି, ମାନେ ଏଇଟା ଗୋଟେ ବହୁତ ବାରବାରିକ ଟ୍ରେଡିସନ୍ସ, ଏଇଟା ଗୋଟେ ବାରବାରିକ ଟ୍ରେଡିସନ୍ସ। ଆଉ ୟାର ମାନେ ଅ, ଏଇଟାକୁ ମାନେ ବହୁତ ଗ୍ଲୋରିଫାଇ କରିକି ଲେଖା ହେଇଛି। ଇଭେନ୍ ପୋଷ୍ଟ କଲୋନିଆଲ ପିରିୟଡରେ ବି, ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ପରେ ବି ଆମେ ମେରିଆ କଥା ବି ବହୁତ ଲୋକ ଲେଖିଛନ୍ତି, ଆନ୍ଥ୍ରୋପୋଲୋଜିଷ୍ଟ ମାନେ ଲେଖିଛନ୍ତି। ବଟ୍ ସବୁ ଜାଗାରେ ସେଇଟାକୁ ସେଇଟାକୁ ହିଁ ହାଇଲାଇଟ୍ କରାଯାଇଛି। 2019 ମସିହାରେ, ଆ, 2019 ମସିହାରେ ମୁଁ କନ୍ଧମାଳର ଗୋଟେ ଗାଁ ଅଛି ବେଲଗର ଆ, ପାଖରେ, ଆ, କୁଟିଆ କନ୍ଧୁଜ ମାନେ ଯୋଉଠି ରହନ୍ତି, ଆଉ ଗୋଣ୍ଡ ମାନେ ରହନ୍ତି। ତ ସେ ଟିକେ ବନ୍ଦ କରିଦବ କି କବାଟଟା। ସୋ ସେଇଠି ଆ, ମୁଁ ଯାଇଥିଲି ସେ ଗାଁରେ, ଗୋଟେ ମୁଣ୍ଡିଗଡ ବୋଲି ଗୋଟେ ଗାଁ ଅଛି। ସେ ଗାଁକୁ ମୁଁ 500 ଥର ଯାଇଛି। ସେ ଗାଁରେ ମେନ୍ ଇନହେବିଟେଣ୍ଟସ ହଉଛନ୍ତି ଗୋଣ୍ଡ ଲୋକ। ଆଉ ତା ପାଖରେ ଯେତିକି ଗାଁ ଅଛି, ସେଟା ବେଲଗର ତଳେ। ଆଉ ତା ପାହାଡ ଉପରେ, ଆଉ ପାହାଡ ମାନେ ଆପଣ ଯେତିକି ଉପରକୁ ଚଢିବେ, ଆଉ ଯେତିକି ଗାଁ ଅଛି ସେଠି ସବୁ କୁଟିଆ କନ୍ଧ ରହନ୍ତି। ତ ମୁଁ ଏମିତି ଗୋଟେ ଗୋଟେ ପାତ୍ର ବୋଲି, ମାନେ ଗୋଣ୍ଡ ଲୋକ ସହିତ ଏମିତି କଥା ହଉଥିଲି। ସିଏ ତା ସାଙ୍ଗେ ଏମିତି ମୁଁ ମାନେ ଇନଫର୍ମାଲି ଆମେ ବିକେମ୍ ଫ୍ରେଣ୍ଡସ୍, ଆଣ୍ଡ ତାପରେ ମୁଁ କଥା ହଉଥିଲି। ତାପରେ ମତେ ସିଏ କହିଲେ ଗୋଟେ ଜିନିଷ, ଆପଣ ମେରିଆ କଥା ଏତେ କହୁଛନ୍ତି, ଆମ ଗାଁରେ ବି ମେରିଆ ବଳି ଦିଆ ହଉଥିଲା, କିନ୍ତୁ ମେରିଆ ବଳିଟା ଗୋଟିଏ ପାର୍ଟ କନ୍ଧ ମାନଙ୍କ ବିଷୟରେ ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ରିସର୍ଚ୍ଚ କରୁଛନ୍ତି, ଏଇଟା ଗୋଟେ ପାର୍ଟ। ଆଉ ଗୋଟେ ପାର୍ଟ ହଉଛି ବ୍ରିଟିଶ ମାନେ ତାଙ୍କୁ କେମିତି ଏକ୍ସପ୍ଲୋର କରୁଥିଲେ। ଆପଣ ସମସ୍ତେ ଜାଣିଛନ୍ତି କନ୍ଧ ମେଳି କଥା, which has not been much talked about when we talk about freedom struggle in India. ତ even before 1857, both କନ୍ଧମାଳ ଆଉ କଳାହାଣ୍ଡିରେ, how it was a major event, to fight against the British Raj. ତ ସେଇଟା ଗୋଟେ ଅଲଗା ଚାପ୍ଟର ହଉଛି। ତ ଆପଣ ମାନେ ଜାଣିନାହାନ୍ତି ଯେ ସେମାନେ ବ୍ରିଟିଶ ମାନେ ଆସିକି
କନ୍ଧମାଳକୁ କେତିକି ଏକ୍ସପ୍ଲୋଏଟ୍ କରୁଛନ୍ତି ଦୋ ଦେ ୱେର୍ ଏକ୍ସପର୍ଟସ୍ ଇନ୍ ଗରିଲା warfare. They had a good understanding about the local geography landscape. କିନ୍ତୁ ତାଙ୍କୁ ବହୁତ ହି ଟର୍ଚର କରାହେଇଛି ଆଉ ଇଭେନ୍ ବହୁତ କନ୍ଧମାନେ ମରି ବି ଯାଇଛନ୍ତି। ତ ପୁଡେ ପୁଚୁ ବୋଲି ଗୋଟେ ଗାଁ ଥିଲା, ଆ, ସେ ଗାଁଟା ଆଉ ନାହିଁ, ଛୋଟିଆ ଗାଁଟେ। ତ କନ୍ଧମେଳି ଚାଲିଥାଏ, ସେଇ ଭିତରେ ଗୋଟେ ପାଣ ସେଇଠି ଥାଏ। ପାଣ ମାନେ ମୁଁ କହିଲି ଦେ ୱେର୍ ଦ ମିଡିଏଟର୍ସ ଆଣ୍ଡ ଦେ ଆର୍ ଦ ସ୍ମାର୍ଟ ପିପୁଲ। ତ ସିଏ ତାଙ୍କୁ ଆ, ଇଏ ଡିଚ୍ କରିକି, ତ ସିଏ ଗୋଟେ ଇନଫର୍ମାଣ୍ଟ ହେଇଗଲା। ତାପରେ ବ୍ରିଟିଶ ମାନେ ଆସିଲେ, ଆ, ଆଉ ହାତୀ ଘୋଡାରେ ଆସିକି ଆଉ ତାଙ୍କୁ ପୁରା ସେଠି ଗୋଟେ ରକ୍ତାକ୍ତ ସିନ୍ ହେଇଗଲା, ବହୁତ କନ୍ଧ ସେଠି ମରିଗଲା। ମୁଁ କହିଲି ଏମିତିଆ ବି ହେଇଥିଲା? କହିଲେ ହଁ, ଏମିତି ବହୁତ ଗୁଡେ ଆପଣ କନ୍ଧମାଳର ଯେକୌଣସି ଜାଗାକୁ ଦେଖିବେ, ଆପଣ ଏମିତି ବହୁତ ଜାଗାରେ ଆପଣଙ୍କର ଅଛି, ଏଭଳିଆ ସବୁ ଆପଣ ଷ୍ଟୋରି ପାଇବେ। ତାପରେ ମତେ କହିଲେ ଆପଣ ଗୋଟେ ଗାଁକୁ ଯାଆନ୍ତୁ, ଏଇଠୁ 5 କିଲୋମିଟର ଦୂର ଗାଁ, ସେଟା ପୁଡେ ପୁଛୁ ପାଖରେ ଅଛି। ଆଉ ସେଇଠି ଆପଣ କିଛି ବୁଢାବୁଢୀ ଲୋକ ଅଛନ୍ତି, ଆ, ତ ସେମାନଙ୍କୁ ଆପଣ ଯଦି ପଚାରିବେ ସେମାନେ ଦେ ୱିଲ୍ ଗିଭ୍ ୟୁ ସମ୍ ଇନଫର୍ମେସନ। ଯଦିଓ ଆପଣ ତାଙ୍କ କଥା ବୁଝିପାରିବେନି, କାରଣ ସେମାନେ ଆର୍ଟିକୁଲେଟ କରିପାରନ୍ତିନି, ତାଙ୍କର ଓରାଲ ହିଷ୍ଟ୍ରିକୁ ସେମାନେ ଆର୍ଟିକୁଲେଟ କରିପାରନ୍ତି। ଏଇଠି ମୁଁ ଆପଣଙ୍କର ପୁଣି ଆଇ ୱାଜ ଜଷ୍ଟ ରିମାଇଣ୍ଡେଡ୍ ଅଫ୍ ଆଲେକ୍ସ ଆଲି। ସେ କେମିତି ଗାମ୍ବିଆରେ ଯାଇକି ତାଙ୍କର ଆନସେଷ୍ଟର୍ସ ବିଷୟରେ ସେ କେମିତି ଡେଟା କଲେକ୍ଟ କରୁଥିଲେ, ଫୋକ୍ ହିଷ୍ଟ୍ରି ସେ କଲେକ୍ଟ କରୁଥିଲେ। ତାପରେ ଗଲି, ଆଉ ମୁଁ ତାକୁ ଗୋଟେ ଭିଡିଓ ବି କରିଛି, ଆପଣ କେତେବେଳେ ମୁଁ ସେୟାର ବି କରିପାରିବି, ୟୁଟ୍ୟୁବରେ ତାକୁ ଅଛି, ରଖା ଅଛି। ମାନେ ଆଇ ୱେଣ୍ଟ ଆଣ୍ଡ ଇଣ୍ଟରାକ୍ଟେଡ। ତ ସେ ଗାଁର 2-3 ଜଣ ବୁଢା, ଜଣେ ଅନ୍ଧ ବୁଢା, ସିଏ କହିଲେ ଆମକୁ ହାତୀ ଦେବୁ, ଘୋଡା ଦେବୁ କହିକି ଆମକୁ ଲୁଣ ଦେଲେ। ଆଉ ଆମେ କହିଲୁ ଆମେ ହାତୀ ଘୋଡା କଣ କରିବୁ ରେ? ମାନେ ଆଇ ଏମ୍ ଟ୍ରାଇଂ ଟୁ ସ୍ପିକ୍ ଇନ୍ ଦେୟାର ୱେ ଦେ ଟକ୍, ଦେୟାର ଆକ୍ସେଣ୍ଟ। ତ ମୁଁ ଆମେ ତାପରେ ଆମକୁ ଗୋଟେ ଲୋକ ଏମିତି ହଇରାଣ କଲା, ଆଉ ତାପରେ ଆମର ସେଠି ବଡ ଯୁଦ୍ଧ ଭଳିଆ ହେଲା, ଆଉ ବହୁତ ଲୋକ ଆମର ମରିଗଲେ। ତ ତାପରେ ଆମର ଯେତିକି ଜିନିଷ ସବୁ ସେମାନେ ନେଇଗଲେ। ତାପରେ ମୁଁ ଆହୁରି ରିସର୍ଚ୍ଚ କଲି, ତାପରେ ଆଉ କିଛି ଲୋକଙ୍କୁ ପଚାରିଲି, ସେମାନେ ମତେ କହିଲେ that the whole objective, the ମାନେ core objective of British ଇଷ୍ଟ ଇଣ୍ଡିଆ କମ୍ପାନୀ ବାସ୍, ମାନେ ଏଇଟା ଗୋଟେ ବାହାନା ଥିଲା ଏଇ ଯୋଉ ମେରିଆ ସାକ୍ରିଫାଇସ୍ କୁ। ଯଦିଓ they made a contributions, but the whole objective was to take out the resources from Kandhamar, mainly the timber resources, ଆଉ ଯୋଉଟା କି would be used for the industrial revolutions in Europe as well as also in India। ତାଙ୍କର ଯେତିକି ଜାଗାରେ ଫ୍ୟାକ୍ଟ୍ରି ଥିଲା, ଘର ହଉଥିଲା, ବଢିଆ ଜାଗା ତାଙ୍କର ଘର ହଉଥିଲା, ଟିମ୍ବରରେ ଘର ତିଆରି ହଉଥିଲା। ତ ଏଇଟା ହଉଛି ତାଙ୍କର ମେନ୍ ଅବଜେକ୍ଟିଭ ଥିଲା। ତାପରେ ମୁଁ ଆହୁରି ଲୋକଙ୍କୁ ପଚାରିଲି, ତାପରେ ମତେ ସେମାନେ ଲୋକମାନେ କହିଲେ ଆଇ କେମ୍ ଟୁ ନୋ ଆବାଉଟ ଦେୟାର ଟ୍ରେଡିସନାଲ wisdom। ମନେ କରନ୍ତୁ ଆମର ଜନ୍ଦା ପୋକ ଯୋଉ ଚାଲନ୍ତି ଆ ଗଛ ଚାରିପଟେ, ଗଛ ଚାରିପଟେ, ତ ସେଇ ତାର ପ୍ୟାଟର୍ନକୁ ନେଇକି ସେମାନେ କହିପାରିବେ, ପ୍ରେଡିକ୍ଟ କରିଦେବେ ଯେ ବର୍ଷା ହବ କି ନାହିଁ, ଚଢେଇ କୋଉଠି ବସା କରିଛି, ଆ ଏଇ ବର୍ଷ ସେଠି କଲାନି। ତ ଏମିତିଆ ଗୁଡାଏ ଜିନିଷ ତାଙ୍କର କ୍ଲୋଜ ଅବଜରଭେସନ ଫର ଥାଉଜେଣ୍ଡସ ଅଫ ଇୟର୍ସ। ତ ସେମାନେ ବର୍ଷା ହବ କି ମରୁଡି ହବ କି ଏଇ ସବୁ ଜିନିଷ ସେମାନେ କହିପାରିବେ। ତ ଦେନ୍ ଆଇ ଷ୍ଟାର୍ଟେଡ, ମାନେ ମତେ ଅସ୍ତବ୍ୟସ୍ତ କଲା ମତେ। ତାପରେ ମୁଁ ଲେଖିଲି ସେ ବହିଟା ନଭେଲ କଲ୍ଡ ଦ ଲାଷ୍ଟ ମେରିଆ। ଆପଣ ଚାହିଁଲେ ବି ପଢିପାରିବେ। ତ ସେଇଟା ମାନେ ମୁଁ ଦେଖୁଛି ଦ ପଜିଟିଭ ସାଇଡ, ମାନେ ଏଇ ଯୋଉ ଦେଖୁଛି, and then trying to connect also with the other colonies of England. It could be Gambia, it could be like you know Australia, it could be like any other African countries, ଯୋଉଠିକି ସିମିଲାର ଏକ୍ସପ୍ଲୋଟେସନ ନେଟିଭ୍ସଙ୍କ ଉପରେ ଚାଲିଥିଲା, ଆଉ ଇଭେନ ସାଉଥ ଇଷ୍ଟ ଏସିଆରେ ବି। ତ ଏଇ ବହିଟା ଯେତେବେଳେ ହେଲା, ସେଥିରେ ଆଇ ଟ୍ରାଏ ଟୁ କନେକ୍ଟ ଲାଇକ୍ ଯେତେବେଳେ ସୋଫି ବୋଲି ଗୋଟେ ଅକ୍ସଫୋର୍ଡରୁ ଝିଅଟା ଆସିଛି, ସିଏ ଆଉ ଗୋଟେ ତାର ପୁଅ ସାଙ୍ଗ, ସେମାନେ ଯେତେବେଳେ ଆସିଛନ୍ତି, ଆଉ ଦେ ଲିଭ୍ ଇନ୍ କନ୍ଧମାଳ ଫର ଏ କପଲ ଅଫ ଇୟର୍ସ।
went back and wrote this book, and it became an international topic. So that was the novel. ତ ଏଇ ସବୁ ଜିନିଷ ଯେତେବେଳେ ମୁଁ ଦେଖେ ମାନେ when I feel that how we can read people and when we talk them, you know, ଆଜିକା ଅବଶ୍ୟ ଲୋକମାନେ କଥା ହଉନାହାନ୍ତି ବେଶୀ ବୋଲି ସେମାନେ ବି ଡିଟାଚ୍ ହେଇଯାଉଛନ୍ତି ତାଙ୍କ ରୁଟ୍ସରୁ ତାଙ୍କ ହିଷ୍ଟ୍ରିରୁ। ଯଦି ଆପଣ ଟିକେ ଏଜେଡ୍ ଲୋକଙ୍କୁ ଦେଖିବେ ଯିଏ ଟିକେ ତାଙ୍କର ଇଭେନ୍ ସ୍କୁଲ ଟିଚର୍ସ ମାନେ ବି ଯଦି ଥିବେ ଲୋକାଲ ସ୍କୁଲ ଟିଚର୍ସ ବି ତାଙ୍କ ସହିତ କଥା ହେବେ and you'll find amazing stories. And unfortunately, because of so many factors, these stories are now মানে fading away from human from their human memory. ତ ଏଇଟା ହଉଛି ଆପଣଙ୍କର କନ୍ଧମାଳ କଥା। ତ ତ ଯେତେବେଳେ ଲୋକଙ୍କ କଥା କୁହେ ମୁଁ ଯେତେବେଳେ ଦେଖେ ତ କେଉଁଝର ଉପରେ ତ ଆପଣଙ୍କର ମୁଣ୍ଡା କମ୍ୟୁନିଟି ଜାଣିଛନ୍ତି ସମସ୍ତେ କେଉଁଝରରେ। ତ ମୁଣ୍ଡା ତ ମାନେ ଯଦି ଆପଣ କେଉଁଝରର ନର୍ଥ କୁ ଯିବେ ଆପଣ ଯୋଡା ବଡ଼ବିଲ ଆପଣ ସେ ଏରିଆକୁ ଯିବେ କରଞ୍ଜିଆ ଏସବୁ ଏରିଆକୁ ଯିବେ ଆପଣ ସେଇଠି କରଞ୍ଜିଆଟା ମୟୂରଭଞ୍ଜ ଆସିବେ ତ ଆପଣଙ୍କର ଚମ୍ପୁଆ ସରି ଚମ୍ପୁଆ ଏସବୁ ଏରିଆରେ ଆପଣ ପାଇବେ ମୋଷ୍ଟଲି ମୁଣ୍ଡା ପିପଲ। ଏପଟେ ଆପଣ ଯିବେ ଆପଣଙ୍କ ଗୁଣାଶିକା ଆଡକୁ ଯିବେ ଆପଣ ଜୁଆଙ୍ଗ ବା ତାପରେ ଆପଣଙ୍କର ପାଉରୀ ଭୂଇଁଆ ପାଇବେ। ଆଣ୍ଡ ଦେନ୍ ସାନ୍ତାଳ ମାନଙ୍କ ବି କିଛି ବସ୍ତି ଅଛି। ତ ଏଇସବୁ କମିଟି ତାଙ୍କର ସେଠି ନାଁ ଅଛି। ତ ମୁଣ୍ଡା is a very ancient tribe, even much older than more ancient than you and me। ମାନେ ଆମଠୁ ବି ସେମାନେ ବହୁତ ପୁରୁଣା। ଆମେ ଯେତେବେଳେ ଇଣ୍ଡିଆ ଓଡ଼ିଶାର କନେକ୍ସନ କଥା କହୁଛୁ ସାଉଥ ଇଷ୍ଟ ଏସିଆ ସହିତ କହୁଛୁ ଆମେ ତ ଆପଣଙ୍କୁ ଗୋଳବାଇଟା ଯୋଉଟା କି ଫର୍ଷ୍ଟ ସାଇଟ୍ ଏଷ୍ଟାବ୍ଲିଶ ହେଇଥିଲା ଖୋର୍ଦ୍ଧା ପାଖରେ ଆଉ ତା ପୂର୍ବରୁ ଆପଣଙ୍କର କୁଚାଇ ଯୋଉଟା କି ମୟୂରଭଞ୍ଜରେ ହେଇଥିଲା। ତ ସେଇଠି ଆମେ ପାଉଛୁ ଏଭିଡେନ୍ସ ପାଉଛୁ ସାଉଥ ଇଷ୍ଟ ଏସିଆ କନେକ୍ସନ। ତ କଡ୍ ଇମ୍ପ୍ରେସ୍ଡ ପଟେରୀ ହେଲା ବା ଆପଣଙ୍କର ସୋଲ୍ଡର୍ଡ ଏକ୍ସ ହେଲା ତ ଏଗୁଡାକ ହଉଛି ଇଣ୍ଡିକେସନ ଆପଣଙ୍କର ସାଉଥ ଇଷ୍ଟ ଏସିଆ ସହିତ କନେକ୍ସନ। ତ ତାପରେ ଆପଣଙ୍କର ଆଉ ଗୋଟେ ସାଇଟ୍ ଅଛି ସଂକେତ ଜଙ୍ଗୁଲ ଯୋଉଟା କି ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ର ପ୍ରିମାଇସିସରେ ଅଛି ଅନୁଗୁଳ ଷ୍ଟେଟରେ ଅନୁଗୁଳ ଟାଉନରୁ ବେଶୀ ବାଟ ନୁହେଁ। ତ ସେଇଠି 64ଟା ମାଉଣ୍ଟସ ପାଇଥିଲେ ଆଣ୍ଡ ମୋଷ୍ଟ ଅଫ ଦେମ୍ ୱେର୍ ବରିଆଲ ମାଉଣ୍ଟସ। ସେତେବେଳେ ପଲ୍ ୟୁଲ୍ ବୋଲି ଜଣେ ଜର୍ମାନ ଆର୍କିଓଲୋଜିଷ୍ଟ ସେ ଏସ୍କାଭେଟ୍ କରିଥିଲେ ସେ ସାଇଟ୍ଟାକୁ। ଆଉ ସେଇଠି ସିଏ ପାଇଥିଲେ ପୃଥିବୀର ସବୁଠୁ ବଡ ସେଲ୍ଟ ଯୋଉଟା କି ମାନେ ପଲିସ୍ଡ ବାସାଲ୍ଟିକ ସେଲ୍ଟ ଆଉ ମାନେ ଗୋଟେ ଅଲମୋଷ୍ଟ ଗୋଟେ ଫୁଟ ଲମ୍ବା ଯୋଉଟା କି ଆପଣଙ୍କର ବର୍ତ୍ତମାନ ଷ୍ଟେଟ ମ୍ୟୁଜିୟମର ହିଷ୍ଟୋରିକ ଗ୍ୟାଲେରୀରେ ଅଛି ଭୁବନେଶ୍ୱରରେ। ଆଉ ସେଇଟାକୁ ମୋଷ୍ଟଲି ମୁଁ ତାପରେ କନସେପ୍ଚୁଆଲାଇଜ କରିଥିଲି ସେ ଗ୍ୟାଲେରୀଟାକୁ। ତ ସେଇଠି ଅଛି ବର୍ତ୍ତମାନ ସୋଲ୍ଡର ଡେଜ୍ ବି ଆପଣ ଦେଖିପାରିବେ। ତ ଏଇ ଏଇଗୁଡାକ ଆପଣଙ୍କ ଦେଶର ଅନ୍ୟ ଜାଗାରେ ମିଳେନି। ଆମର ନର୍ଥ ଇଷ୍ଟ ଇଣ୍ଡିଆରେ କଡ୍ ଇମ୍ପ୍ରେସ୍ କୋର୍ଟରେ ମିଳେ ଆଉ ସାଉଥ ଇଷ୍ଟ ଏସିଆରେ ମିଳେ ଆଉ ଏଇ ସୋଲୋ ଡେଜ୍ ଏକ୍ସ ଗୁଡାକ ଏଇସବୁ ଜାଗାରେ ମିଳେ। ତ ପ୍ରବଲି ଆମେ ଯେତେବେଳେ ହ୍ୟୁମାନ ମାଇଗ୍ରେସନ କଥା କହୁଛେ ଯେତେବେଳେ ଆମେ 70,000 years ବିଫୋର ଯେତେବେଳେ ହୋମୋସେପିଏନ୍ସ ରିଚ୍ କଲା ଇଣ୍ଡିଆରେ ଆମର ଜ୍ୱାଲାପୁରମ୍ ବୋଲି ଗୋଟେ ସାଇଟ୍ ଅଛି ଆନ୍ଧ୍ରପ୍ରଦେଶରେ ସେଇଟାକୁ ଆମେ ଡେଟ୍ କରୁଛେ ମିଡିଲ ପାଲିଥିକ୍ ସାଗର 70,000 years ବିଫୋର। ଯେତେବେଳେ ଗୋଟେ ଭୋଲକାନିକ ଆଶ୍ର ଗୋଟେ ଇରପ୍ସନ ହେଇଥିଲା ଆପଣଙ୍କର ଇଣ୍ଡୋନେସିଆରେ ତୋବା ଇରପ୍ସନ। ଆଉ ଏଇଟା ଏତେ ଭୟଙ୍କର ହେଇଥିଲା ଭୋଲକାନିକ ଇରପ୍ସନ ହେଇଥିଲା ଯେ ତାର ଯୋଉ ପାଉଁଶ ଗୁଡାକ ଯୋଉ ଆsh ଗୁଡାକ ଆମର ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ ମାନେ ୱେଷ୍ଟ କୋଷ୍ଟ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ଆପଣ ଦେଖିବାକୁ ମିଳେ। ମହାରାଷ୍ଟ୍ର ପୁନା ପାଖରେ ଗୋଟେ ଜାଗା ଅଛି ବୋରି। ତ ଜ୍ୱାଲାପୁରମରେ ଆମେ ପାଉଛୁ ତାର ଏଭିଡେନ୍ସ। ତ ସେଇଠି ଆମେ ଯେତେବେଳେ ପାଉଛେ ସେଇଠି ମାନେ ଯୋଉ ପାଉଁଶର ଲେୟାରଟା ଅଛି ଯୋଉ ଆସ୍ ର ଲେୟାର ଅଛି ଜ୍ୱାଲା ମାନେ ଆପଣଙ୍କର ଅଗ୍ନି ଯୋଉଟା କି ସାଂସ୍କ୍ରିଟ ୱାର୍ଡ ତାପରେ ବି ଲୋକ ସେଠି ରହିଛନ୍ତି ଆଉ କିଛି ଡିଷ୍ଟର୍ବେନ୍ସ ହେଇନି ଯୋଉଟା କି ଇଣ୍ଡିକେଟ କରୁଛି ଯେ ସେମାନେ ସର୍ଭାଇଭ କଲେ ଏଡେ ବଡ କ୍ୟାଟାଷ୍ଟ୍ରଫିକୁ ମାନେ ଆମର ଯୋଉ ମିଡିଲ ପାଲିଥିକ ହବ। ତ ଏନିୱେ ତ ତାପରେ ଆମର କଣ ହେଇଛି ଓଡିଶା ସାଉଥ ଇଷ୍ଟ ତାପରେ ସେମାନେ ମୁଭମେଣ୍ଟ ହେଇଛି କ୍ରସ୍ ଦ କଣ୍ଟିନେଣ୍ଟ ସବ କଣ୍ଟିନେଣ୍ଟ ସରି ତାପରେ ଆଇଦର ଥ୍ରୁ ସି ରୁଟ୍ ଅର୍ ଥ୍ରୁ ଲ୍ୟାଣ୍ଡ ରୁଟ୍। ତ ଆମେ ବର୍ତ୍ତମାନ ଟିକେ ଆମର ଏତେ କାମ ହେଇଛି କି ଜାଣିନି ମୁଁ
जदिओ ହେଇଛି କିନ୍ତୁ ହୋଲିଷ୍ଟିକ ଆପ୍ରୋच ମାନେ ଗୋଟେ ଆର୍କିଓଲୋଜି ପର୍ସପେକ୍ଟିଭ ରେ ହେଇଛି କି ମୁଁ ଜାଣିନି। ଜିଓଲୋଜିଷ୍ଟ ମାନେ କରିଥିବେ, ଓସିଆନୋଗ୍ରାଫର୍ସ ମାନେ କରିଥିବେ, କ୍ଲାଇମେଟୋଲୋଜିଷ୍ଟ ମାନେ କରିଥିବେ ଯେ ଆମର ସି ଲେଭେଲ ଟା କଣ ଥିଲା ଆଜିକୁ 40,000 ବର୍ଷ ତଳେ। ବେ ଅଫ ବେଙ୍ଗଲ ଆଜି ଯେମିତି ଅଛି ସେମିତି ଥିଲା ନା ଅଲଗା ପ୍ରକାର ଥିଲା। ଦ୍ୟାଟ ଇଜ ଭେରି ଇମ୍ପୋର୍ଟାଣ୍ଟ ଟୁ ନୋ ଆମର ମାଇଗ୍ରେସନ ପ୍ୟାଟର୍ନକୁ ଆମେ ଯଦି ଦେଖେଇବା। तो बिना जो मुसरिफ हाँ, जो डेक्कन कॉलेज में जूनियर से भी थोड़ा अपन हमर टॉक रे आस्ते मुशरिफ मुसरिफ हाँ हाँ से भी हम टॉक रे आस्ते से भी तांकर एंथ्रोपोलॉजिकल इनसाइट्स से कहउतले। तो आमे जानी परिबा जे कोटा माइग्रेशन रूट थिला जो माने देखो समुद्र भी आस्ते पारती नॉले नॉर्थ ईस्ट देखि से माने आस्ते। तो मनखेमेर रीजन जोटा कि हमर अछि ଭିଏତନାମ କମ୍ବୋଡିଆ ଏରିଆରେ ମନଖେମେର ବୋଲି ଗୋଟେ ରିଜନ ଅଛି। ସେଇଠି ଏଇ ଯୋଉ ଆପଣଙ୍କର ମର୍ଚୁରୀ ପ୍ରାକ୍ଟିସ ଟା ଯୋଉ ରିଚୁଆଲ୍ସ ଟା ଯୋଉଠି ହଉଥିଲା ଯୋଉଠି କି ଏଇ ଯୋଉ ବାର ସେଲ ଗୁଡାକ ୟୁଜ ହଉଥିଲା ଏଜ କଣ ମାନେ ଆପଣଙ୍କର ରିଚୁଆଲ୍ସ ପାଇଁ ମ୍ୟୁଜିକାଲ ମାନେ ମ୍ୟୁଜିକ କମ୍ପୋଜ କରିବା ପାଇଁ। ସେଇଭଳିଆ ଜିନିଷ ଆମର ସଂକେତ ଜଙ୍ଗରେ ବି ହେଇଥାଇପାରେ କାହିଁକି ଆମର ଯୋଉ ଦାନ୍ତ ମିଳିଛି ସେଇଟା ମଙ୍ଗୋଲିୟଡ ଷ୍ଟକ୍ ସହିତ ମାନେ ସିମିଲାରିଟିସ୍ ହଉଛି। ଆମର ଯୋଉ ସଂକେତ ଜଙ୍ଗରେ ଯୋଉ ଦାନ୍ତ ମିଳିଛି ମଣିଷ ଦାନ୍ତ ମିଳିଛି ତ ତ ସେଇଟା ଆମେ କହୁଛେ ଯେତେବେଳେ ମୁଣ୍ଡାରୀ କଥା କହୁଛେ ତ ଦେନ୍ ଦେର ଏଇଟା ଆମେ ଇଣ୍ଡିକେଟ କରୁଛେ ଯେ ଦେ ୱେର୍ ସପୋଜ ଟୁ ବି ଦ ଓଲ୍ଡେଷ୍ଟ ପିପୁଲ ଇନ୍ ଓଡିଶା and there used to be backs and forth migration between Southeast Asia, mainland Southeast Asia, ଆଉ ଓଡ଼ିଶା through North East India corridor। ତ ଆସିକି ସେମାନେ ସେଟଲ କଲେ ଏଇସବୁ ଜାଗାରେ। ତ କେଉଁଝରରେ ଆପଣଙ୍କୁ ଯୋଉ କଥା ମୁଁ କହୁଛି ସେଇଠି ଅଲମୋଷ୍ଟ ଫର हजार हजार ବର୍ଷ ଧରି ସେମାନେ ରହୁଥିଲେ। ତ ଆମର ଯୋଉ କମ୍ପାନୀ ନା ସରନା actually we have taken from that। ତ ତାଙ୍କର वे ଅଫ କଲ୍ଟିଭେସନ ଇଜ ଭେରି ଡିଫରେଣ୍ଟ ଫ୍ରମ ଦ ରେଷ୍ଟ ଅଫ ଦ ଟ୍ରାଇବାଲ କମ୍ୟୁନିଟିଜ ଇନ ଓଡ଼ିଶା। ତାଙ୍କର ଗୋଟିଏ ଚାରିଆଡେ ଫରେଷ୍ଟ କ୍ଲିୟର କରିଦେବେ, ଗୋଟିଏ ଜାଗାରେ ଗୋଟେ ପ୍ୟାଚ ତାଙ୍କର ଫରେଷ୍ଟ ରହିବ ଆଉ ସେଟାକୁ ଦେ ୱିଲ୍ ନଟ୍ ଆଲାଉ ଟୁ ଏନିୱାନ୍ ଟୁ ଏଣ୍ଟର ଆଣ୍ଡ ଦ୍ୟାଟ ଇଜ ସେକ୍ରେଟ ଫରେଷ୍ଟ ଫର ଦେମ୍। ଆଉ ଯୋଉଟା କି ସେମାନେ ବନ ଦୁର୍ଗା ଅଛନ୍ତି ବୋଲି କହନ୍ତି ଆଣ୍ଡ ଦେ ଡୁ ନଟ୍ ଲେଟ୍ ଏନିୱାନ୍ ଟୁ ଏଣ୍ଟର ୱିଦାଉଟ୍ ଦ ପରମିଶନ। ଆଉ ଖାଲି ପାଦରେ ଯିବେ ତା ଭିତରେ। ତ ଦ ହୋଲ ଅଫ କେଉଁଝର ୱାଜ ଫୁଲ ଅଫ ସଚ୍ ସେକ୍ରେଟ ଗ୍ରୁପ୍ସ। ଯେତେବେଳେ କେଉଁଝର ରଜା ଡିସ୍କଭର ମାନେ ଜାଣିବାକୁ ପାଇଲେ, ବ୍ରିଟିଶ ମାନେ ଜାଣିବାକୁ ପାଇଲେ ଯେ ଏଇଠି ଆପଣଙ୍କର ୱାର୍ଲଡର ବେଷ୍ଟ କ୍ୱାଲିଟି ଅଫ ଆଇରନ୍ ଓର ଅଛି ବଡବିଲ ଆଉ ଚାଇବସା ସେ ଏରିଆରେ। ତ ସେଇଟା ଆମର କେଉଁଝର ବହିରେ ଅଛି, ତା ଉପରେ ପୁରା ଲେଖିଛି। ଆଣ୍ଡ ଯୋଉଟା କି ଇଟ୍ ଗୋଜ ବ୍ୟାକ୍ ଟୁ ବିଲିୟନ୍ସ ଅଫ ଇୟର୍ସ ଯୋଉ ତାର ଫର୍ମେସନ ହେଇଛି। ଆଉ ଯେତେବେଳେ ସେମାନେ ଦେଖିଲେ ଆଣ୍ଡ ମୋଷ୍ଟଲି ଓପନ କାଷ୍ଟ, ତ କେଉଁଝର ରଜାର ସେମାନେ ହେଲ୍ପ ମାଗିଲେ ଆଣ୍ଡ କେଉଁଝର ରଜା କୁ ପଇସା ମିଳିଲା ଆଣ୍ଡ ହି ହେଲ୍ପ ଦେମ୍ ଦ ବ୍ରିଟିଶ ଟୁ ଷ୍ଟାର୍ଟ exploiting the landscape and over a period of time मुंडा पीपुल जहाँकर वेरी रिच हिस्ट्री अच्छी ଆପଣ ସମସ୍ତେ ଜାଣିଛନ୍ତି ବିର୍ସା ମୁଣ୍ଡା କଥା ଜାଣିଛନ୍ତି। एंड ही वाज आल्सो वेरी वेल नोन गांधी बिफोर गांधी ତାଙ୍କର ନାଁ ଗୋଟେ ଫିଲ୍ମ ବି ହେଇଛି। वेरी माने वेरी वेल स्टार माने वेरी वेल नोन फ्रीडम फाइटर ट्राइबल फाइटर्स। तो एमती बहुत लोक अच्छा तांकर तांकर बहुत रिच हेरिटेज अच्छे। आप गाँ मान को जी सब गाँव से माने जदि आप किसी इंटीमेसी तो डेभलप करेंगे सहित पर्सनल कनेक्शन बिल्डअप करेंगे से कहे जे हाउ दे हैव सफर्ड इन लास्ट फ्यू डेकेड्स 70 70 80 years till the time I don't know was discovered। तो आमे आज तांको गोटे गोटे ओडिया रे गोटे माने गाड़ी देला बेले गोटे डेरिवेटरी वर्ड नहीं आए मुंडाटे मुंडाटे बेले काई होछु बोली बट इट्स आर ऑल क्रिएटेड बाय द यू नो रिसेंटली कंदो हला कि मुंडा हला। तो आमे तोळे कहूचे तोळे हिस्ट्री कथा कहूचे ମୁଁ ଏବେ ପ୍ରାୟ ପ୍ରତିଦିନ 7-8 ଘଣ୍ଟା ମୁଁ ପଢୁଛି। ଯେତେବେଳେ ମୁଁ ଓଡ଼ିଶାର ବିଭିନ୍ନ ରିଜନ କୁ ଜାଣିବାକୁ ଚାହୁଁଛି ସେତେବେଳେ ବହି ଲେଖିବାକୁ କରୁଛି, ଚେଷ୍ଟା କରୁଛି।
पूर्व ମୁଁ ବହୁତ ଟ୍ରାଭେଲ କରିଛି, ପ୍ରାୟ 5 ବର୍ଷ ପ୍ରାୟ ବହୁତ ଟ୍ରାଭେଲ କରିଛି, ସୁନିଲ ବାବୁ ମତେ ଜାଣିଛନ୍ତି। ଆଣ୍ଡ ପ୍ରାୟ ମୋଷ୍ଟ ଅଫ ଦ ପାର୍ଟ ଅଫ ଓଡ଼ିଶା ତ ମୁଁ ଟ୍ରାଭେଲ କରିଛି, ଲୋକଙ୍କ ପାଖରେ ଯାଇକି ମିଶିକି ରହିକି ଆସିଛି, ତାଙ୍କର କାହାଣୀ ଶୁଣିଛି। ତ ମତେ ଲାଗେ ଯେ ଏଇ ଲୋକମାନଙ୍କର କାହାଣୀକୁ ବର୍ତ୍ତମାନ ଆମେ କେମିତି ନେଇକି ଆସିପାରିବା। ଆଉ ତାପରେ ଗୋଟେ, ଆମେ ତ ଓଡ଼ିଶାର ଇତିହାସ କଥା କହୁଛେ, ଆମେ ଖାଲି କଣ ସବୁବେଳେ ସେଇ ଗଜପତି ଇତିହାସ କହିବା ନା କୋଷ୍ଟାଲ ଓଡ଼ିଶାର ଇତିହାସ କହିବା ନା ମନ୍ଦିର ଇତିହାସ କହିବା? ଇତିହାସ ଇଜ ଆକ୍ଚୁଆଲି ଲୋକଙ୍କୁ ନେଇକି ହିଁ ତିଆରି। ଆ, ତ ଯେତେବେଳେ ଆମେ ଯଦି ଲୋକମାନଙ୍କର ହାର୍ଟକୁ ଟଚ୍ କରିପାରିବାନି, ତାଙ୍କର ଇମୋସନକୁ ଜିତି ପାରିବାନି, କି ତାଙ୍କର ରୁଟ୍ସକୁ ଜାଣିବାକୁ ଚେଷ୍ଟା କରିବାନି, ତ ଆମେ କେମିତି ସମସ୍ତଙ୍କୁ ୟୁନାଇଟ୍ କରିବା? ତ ଆପଣଙ୍କୁ ଗୋଟେ ଭଲ ଏକ୍ସାମ୍ପଲ ଦଉଛି, ଆମେ ତଳେ ପ୍ରଥମାଷ୍ଟମୀ ପୂଜା କରୁ, ଆମେ ସମସ୍ତେ ହଳଦୀ ପତ୍ର ପିଠା ଖାଉ, ପୋଡ଼ ପିଠା ଖାଉ, ହଳଦୀ ପତ୍ର ଏଣ୍ଡୁରି ପିଠା ଖାଉ। ଆଣ୍ଡ ହଳଦୀ ସହିତ ଆମର କେତେ କ୍ଲୋଜ କନେକ୍ସନ କରନା ମାନେ ଯଦିଓ ହଳଦୀ ସେଇଠୁ ହୁଏ, କିନ୍ତୁ ଆମର ସେମାନେ ପତ୍ରଟା ଆମକୁ ଦିଅନ୍ତି, ଆଉ ତା ସହିତ ଆମର ପିଠା ହୁଏ। ଢିଙ୍କି କଥା କୁହନ୍ତୁ, ଢିଙ୍କି ଇଜ ନଟ୍ ଏ କୋଷ୍ଟାଲ ଓଡ଼ିଶା innovation. It was not practiced in coastal Odisha. It has come from Koraput. ଢିଙ୍କି, ଯୋଉଠିକି ଚାଉଳ ମାଣ୍ଡିଆ ସବୁ ପ୍ରକାର ହଉଥିଲା, ତାପରେ ଆସ୍ତେ ଆସ୍ତେ ଏଟାକୁ ଅନ୍ୟ ଜାଗାକୁ ସ୍ପ୍ରେଡ କରିଛି। ତ ଏଇଭଳିଆ ବହୁତ ଜିନିଷ ଅଛି ଯୋଉଟା କି ଆମେ ଲୋକାଲ ହିଷ୍ଟ୍ରିକୁ ବା ଲୋକାଲ ମାନେ ଆ, ଲୋକମାନଙ୍କର ସହିତ ମିଶିକି ଆମେ ତାଙ୍କ କାହାଣୀକୁ ଜାଣିକି, ଆଜିକା ଯୁଗରେ ବହୁତ କିଛି ସମ୍ଭବ ବି ହେଲାଣି। ଆପଣଙ୍କ ମାଇଣ୍ଡରେ ଯଦି କ୍ଲାରିଟି ଅଛି ନା, ଆପଣ ବହୁତ ହେଲ୍ପ ବି ପାଇପାରିବେ। ମାନେ ମାନେ କିନ୍ତୁ ଆପଣଙ୍କୁ ଜାଣିବା ଦରକାର, ଆପଣଙ୍କ ମାଇଣ୍ଡରେ ସେ କ୍ଲାରିଟି ଥିବା ଦରକାର। ତ ଏତିକି କହିକି ଆଇ ଥିଙ୍କ ହେଇଗଲାଣି, 40 ମିନିଟ୍ ହେଇଗଲାଣି। ମୁଁ ଆମେ ଡିସ୍କସନ କରିପାରିବା କୋଶ୍ଚିନ୍ସ ତାପରେ। ମୋର ତ ସେଇ କୋରାପୁଟ ଏକ୍ସପିରିଏନ୍ସ କହିବି। ମୁଁ ନିଜେ ଥିଲି, ଆପଣ ଯୋଉ ଏରିଆ କହିଲେ ସେଟା ପେଟ୍ରୁ ପଞ୍ଚାୟତ, ସୁଙ୍କିରୁ ଯାଇଛି ରାସ୍ତା, ସେଟା ସେଟା ହଉଛି ଟୋଟାଲି ତେନ୍ତୁଳି ଏରିଆ, ଆନ୍ଧ୍ରକୁ ଯାଏ ସେଠୁ। ମୁଁ ଥିଲି, ମୁଁ ଯାଇଥିଲି ଆମର ଏଇ ଯୋଉ ଡିସ୍ପୁଟେଡ ଏରିଆ କୋଟିଆ, ମୁଁ ଯାଇଥିଲି ଥରେ ମେଡିକାଲ ଅଫିସର ପଟାଙ୍ଗୀ। ମୁଁ ଯାଇଥିଲି ସେଠି, ଆମକୁ ସେ ଲୋକମାନେ ସବୁ ମାନେ ଲୋକାଲ ଲୋକ ଆମକୁ ବି ଜାଣନ୍ତି। ଜଣେ ଲୋକ ମତେ ହେଲ୍ପ କରୁଥିଲା ସେଠି। ମୋର କାମ ଥିଲା ଯେ କିଛି ମେଡିକାଲ ଲୋକମାନଙ୍କୁ ଓଲ୍ଡ ଏଜ ସାର୍ଟିଫିକେଟ ଦେବି, ସୋ ଦ୍ୟାଟ ଦେ ୱିଲ୍ ଗୋ ଇନ୍ ଫେଭର ଅଫ ଓଡ଼ିଶା। ଆନ୍ଧ୍ର ଇଲେକ୍ସନ ସେଇଦିନ ଥିଲା, ବୁଝିଲେ। ଆମ ଓଡ଼ିଶା ଫରରୁ ଆମେ ଯାଇଥିଲୁ। ଆମେ ଗଲୁ, ସେଠି 26ଟା ଗାଁ ଅଛି। କୋଟିଆରେ ଠିଆ ହେଲେ ଅନ୍ୟ ଗାଁ ଗୁଡା ଗୋଟେ ଦେଖାଯିବ ପାର୍ଲିଆମେଣ୍ଟ ଭଳିଆ ସବୁ। ଆପଣ ଠିଆ ହେବେ, ଚାରିଆଡେ ଗୋଟେ ଫଗୁଣ ସିନେରୀ ବୋଲି ଗାଁ ଅଛି, ସେଠିକି ଯାଇଥିଲି। ବହୁତ ଗୋଟେ ଗାଁ, କେତେ ସୁନ୍ଦର ଜାଗା। ଗଲାବେଳୁ ଗୋଟେ ଲୋକ ମତେ ହେଲ୍ପ କଲା, ଗୋଟେ ବାଉଁଶ ବାଡି ଦେଇଦେଲେ। ଆମେ 300 ଫୁଟ 3000 ଫୁଟ ଡାଉନ ଯିବୁ, କାନ୍ଦୁଳ ଗଛ ଧରି ଧରି ପୁଣି ଉଠିବୁ। ଆସିଲା ବେଳକୁ ଉଠିକି ସନ୍ଧ୍ୟା ହେଇଗଲା, ରାତି 9ଟା ହେଲା। ମୁଁ କହିଲି ମୁଁ ଆଉ ଯାଇପାରିବିନି, ମତେ ଟିକେ ଛାଡି ଦିଅ, ବାଘ ଖାଉ ପଛେ ମୁଁ ଆଉ ଉଠିବିନି। ସେ ଲୋକ କହୁଛି ଡାକ୍ତର ଗାରୁ ଡୋକରା ପରିକା ହଉଛି। ଡୋକରା ମାନେ ଧୋକଡା ବୁଢା ପରିକା ହଉଛି, ବୁଝିଲେ। ସେ ଲୋକ ସବୁ ମଜା କଥା ସେମାନଙ୍କର କହନ୍ତି, ସେମାନଙ୍କର ବହୁତ ବ୍ୟୁଟିଫୁଲ ଷ୍ଟୋରି ସେମାନେ କହନ୍ତି, ବଟ୍ ଦି ଷ୍ଟୋରିଜ ଆର୍ ଲୋକାଲ। ସେ ସମୟରେ ଯେମିତି କମ୍ୟୁନିକେସନ ନଥିଲା, ଆପଣ ଯାହା କହିଲେ ଗୋଟେ ଲୋକାଲ। ତେଣୁ ରାଜାଙ୍କ ବିଷୟରେ ଆମେ ଜାଣିବା ଯେ ରାଜା ନାଁଟା ଅଛି, ଗୋଟେ ଏରିଆର ଷ୍ଟୋରି କହିଲେ, କିନ୍ତୁ ହୋଲ ଓଡ଼ିଶାର ଗୋଟେ ୟୁନିଟି ନଥିଲା। ଲୋକାଲ ସବୁଠି ଚାଲିଛି, ସବୁଠି ତାଙ୍କ ଠାକୁରାଣୀ, ତାଙ୍କ କଥା ଅଲଗା, ଏଇଭଳିଆ ଜିନିଷ। ମୁଁ ମିଶ୍ର ବାବୁଙ୍କୁ କହିବି ଯେ ସେ କହୁଛନ୍ତି ଯେ ଲୋକଙ୍କ ବିଷୟରେ କହିବେ, ଠିକ ଅଛି, ସବୁ ଲୋକଙ୍କ ବିଷୟରେ ସବୁ ଗାଁରେ ଠାକୁରାଣୀ ଅଛି, ସମସ୍ତଙ୍କର ହିଷ୍ଟ୍ରି ଅଛି। କୋଉଠି ବୁଢୀ ଠାକୁରାଣୀ, କୋଉଠି ଖଣ୍ଡୁଆଳ ଅଛନ୍ତି, ସବୁଠି ଗାଁର ଷ୍ଟୋରି ଅଛି, କିନ୍ତୁ ୟୁନିଫର୍ମଲି ଓଡ଼ିଶାରେ ନଥିଲା। ଆଉ ଯୋଉ କହୁଛନ୍ତି କେନ୍ଦୁଝର କଥା, କେନ୍ଦୁଝର ଅଣ୍ଡରରେ ଆମର, ମୁଁ ପଢିଛି କେନ୍ଦୁଝର ଅଣ୍ଡରରେ ଆମର ଆମର ତାମ୍ରଲିପ୍ତି ବନ୍ଦରଟା ଅଣ୍ଡର ଦି କେନ୍ଦୁଝର କିଙ୍ଗ। ଓଡ଼ିଶାର ରାଜାଙ୍କ ଅଣ୍ଡରରେ ଥିଲା, ସେ କେନ୍ଦୁଝର କିଙ୍ଗଙ୍କ ଅଣ୍ଡରରେ ଥିଲା। ଆଉ ବହୁତ ଗୁଡେ କଥା ଏମିତି ଲୋକାଲ ଉପରେ କହିବାକୁ ପଡିବ, ରାଜାଙ୍କ ନାଁ ନେଇକି ଲୋକାଲଙ୍କ ଉପରେ କହିବାକୁ ପଡିବ। ମୁଁ ଟିକେ ଦେଖିବି ସେ କେନ୍ଦୁଝର କି ଅଣ୍ଡରରେ ଥିଲା କି ନାହିଁ ସମ୍ବଲିପ୍ତିଟା, ମୁଁ ତ ଏପର୍ଯ୍ୟନ୍ତ ଜାଣିନଥିଲି। ମୁଁ ତାକୁ ଟିକେ ରିସର୍ଚ୍ଚ କରିବି। ସମସ୍ତଙ୍କୁ ନମସ୍କାର। ନମସ୍କାର ମ୍ୟାଡାମ। ଜିତୁ ସାରଙ୍କର ଶୁଣୁଥିଲି ଏଇଟା ମୂଳରୁ ଶେଷ ଯାଏଁ ଡକ୍ଟର, ବହୁତ ଇଣ୍ଟରେଷ୍ଟିଂ ଥିଲା।
ପ୍ରକୃତରେ ଯଦି ଆମେ ଆଦିବାସୀ ମାନଙ୍କର ଇତିହାସ ଆମେ ବର୍ତ୍ତମାନ ଯେତିକି ସେ ଯାହା ବି କହିଲେ ଆମେ ମାନେ ଯେତିକି ଆଦିବାସୀ ମାନଙ୍କ ବିଷୟରେ ତାଙ୍କର ଇତିହାସ ଜାଣିବାକୁ ପାଉଛେ ଅଧିକାଂଶ କେବଳ ବ୍ରିଟିଶ ଅଫିସର ମାନେ ଯାହା ଲେଖି ଦେଇ ଯାଇଛନ୍ତି ସେଗୁଡାକୁ ଆମେ ବେଦରଗର ଆଜ୍ଞା ଭାବିକି ଆମେ ଭାବୁଛେ ଯେ ହଁ ସେଇଆ ହିଁ ଆଦିବାସୀ ମାନଙ୍କର ଇତିହାସ କିନ୍ତୁ ପ୍ରକୃତରେ ସେୟା ନୁହେଁ ତାଙ୍କର ଇତିହାସ ବହୁତ ପୁରୁଣା ଆଉ ଅ, ମୋର ଯେତେବେଳେ ଗୋଟେ ଦିଟା ଲେଖା ଥିଲା ସାଉଥ ଇଷ୍ଟ ଏସିଆନ କଣ୍ଟ୍ରି ସହିତ ଆମର ଅ, କଳିଙ୍ଗର ସମ୍ପର୍କ କଣ ଥିଲା ଅତୀତରେ ଯୋଉ ବାଣିଜ୍ୟିକ ସମ୍ପର୍କ ସେଇ ଲେଖା ଗୁଡିକ ପଢିଲା ପରେ ଜଣେ ରିଡର ମତେ ଫୋନ କରିଥିଲେ ଆଉ କହିଥିଲେ ଯେ ମୁଁ ଜାଣିବାକୁ ଚାହୁଁଛି ଯେ ଆମର ଓଡିଶାରେ ତ କୌଣସି ଜାଗାରେ ରୂପାର ଖଣି ନାହିଁ କିନ୍ତୁ ଆମର ଆଦିବାସୀ ମାନେ କେମିତି କେଜି କେଜି ରୂପାର ଗହଣା ପିନ୍ଧିକି ମାନେ ଆଜ୍ଞା ପାରମ୍ପରିକ ଗହଣା ତାଙ୍କର ସବୁ ଅଛି କୋଉଠୁ ଆସିଲା ସେ ସବୁ ଜିନିଷ ତ ସେଇଟା ଯେତେବେଳେ ମୁଁ ତାପରେ କିଛି ଅନୁଧ୍ୟାନ କଲି କିଛି ଆଦିବାସୀ ଲୋକମାନଙ୍କ ସହିତ କଥାବାର୍ତ୍ତା କଲି ବୁଝିଲି ଯେ ସେମାନେ ଅ, ତାଙ୍କ ଅଞ୍ଚଳରେ ଥିବା ବିଭିନ୍ନ ପ୍ରକାରର ଜଡିବୁଟିକୁ ନେଇକି ବିଭିନ୍ନ ମାଟିକୁ ନେଇକି ଅ, ସେମାନେ ବହୁତ ପ୍ରକାର ଔଷଧ ବିଷୟରେ ଜାଣିଥିଲେ ଅତି ମାନେ ଗୁରୁତ୍ୱପୂର୍ଣ୍ଣ ଅତି ଆଶ୍ଚର୍ଯ୍ୟଜନକ ଔଷଧ ସବୁ ତିଆରି କରିବା ର ଫର୍ମୁଲା ସେମାନଙ୍କୁ ଜଣାଥିଲା ବିଭିନ୍ନ ଅଞ୍ଚଳର ଆଦିବାସୀ ମାନେ ଯେମିତି କି ଅ, ମୁଁ ଗୋଟେ ବର୍ତ୍ତମାନ ଖବର ପାଇଲି ଯେ ମୟୂରଭଞ୍ଜର କେତେକ ଅଞ୍ଚଳରେ ଗୋଟେ ପ୍ରକାର ଗଛ ଅଛି ମୟୂରଭଞ୍ଜର ମାନେ ଶିମିଳିପାଳ ଜଙ୍ଗଲରେ ସେଇ ପତ୍ରକୁ ଯଦି ମାନେ ଖଣ୍ଡ ଖଣ୍ଡ କଟା ଯାଇଥିବା ମାଂସକୁ ସେ ପତ୍ରରେ ବାନ୍ଧି ଦିଆଯିବ ତାହେଲେ ସେ ମାଂସ ସବୁ ଏକାଠି ଯୋଡି ହେଇଯିବ ତ ସେମାନେ ସେଇ ଆଦିବାସୀ ଲୋକମାନେ ସେଇ ଟେକ୍ନିକ ଟା ୟୁଜ କରନ୍ତି ଯଦି ଜଙ୍ଗଲକୁ ଯାଇଛି କି କୋଉଠି କୁରାଢିରେ ଗଛ କାଟିଲା ବେଳେ କି କିଛି ଗୋଟେ ଇଏ କଲା ବେଳେ ହାତ ଗୋଡ କଟିଗଲା ସେମାନେ ସେଇ ପତ୍ର ବାନ୍ଧି ଦଉଥିଲେ ତାହେଲେ ସେଇଟା ସେ ସାଙ୍ଗେ ସାଙ୍ଗେ ସେ ମାଂସ ସେଇଠି ଯୋଡି ହେଇଯାଉଛି ସବୁଦିନ ପାଇଁ ଆମର ଯୋଉ ଆମେ କରୁଛେ ଆମର ପ୍ଲାଷ୍ଟିକ ସର୍ଜରୀ କରୁଛେ ବହୁତ ପଇସା ଖର୍ଚ୍ଚ କରିକି ବହୁତ ପରିଶ୍ରମ କରିକି ସେ ସବୁ ହଉଛି ତଥାପି ବି କୋଉଠି ଟିକେ ସ୍କାର ମାର୍କ ରହୁଛି କିନ୍ତୁ ସେଥିରେ ତାଙ୍କର କିଛି ସ୍କାର ମାର୍କ ହିଁ ରହିବନି ମିଶିଯିବ ଏତେ ବଢିଆ ଯେ ଜଣା ପଡିବନି ତ ସେମିତି ଆଶ୍ଚର୍ଯ୍ୟଜନକ ମେଡିସିନ ସବୁ ବିଭିନ୍ନ ଅଞ୍ଚଳରେ ରହିଥିଲା ଯୋଉଡାକ କି ସେମାନଙ୍କର ଟ୍ରାଡିସନାଲ ବୈଦ୍ୟ ମାନେ ଏମିତି କି ସାଧାରଣ ଲୋକମାନେ ମଧ୍ୟ ବି ଜାଣୁଥିଲେ ତ ସେଇ ହିସାବରେ ସେଇ ସବୁ ମେଡିସିନ ଆମର ସବୁ ଲୋକମାନେ ଯାଇକି ସେମାନଙ୍କଠୁ ସଂଗ୍ରହ କରୁଥିଲେ ଏବଂ ଆମର ସ୍ଥାନୀୟ ଲୋକମାନେ ତ ବ୍ୟବହାର କରୁଥିଲେ ତା ସହିତ ବିଦେଶକୁ ମଧ୍ୟ ସେଇ ପ୍ରକାର ମେଡିସିନ ସବୁ ପଠା ହଉଥିଲା ଯାହା ଦ୍ୱାରା ସେଥିରୁ ସେମାନେ ବହୁତ ପଇସା ରୋଜଗାର କରୁଥିଲେ ଆଉ ବିଶେଷ କରି ତ ଆମର ଯୋଉ ମାନେ ବାହାରକୁ ଯାଉଥିଲେ ଆମର ନୌବାଣିଜ୍ୟ କରିବା ପାଇଁ ଯାହା ବିକ୍ରି କରୁଥିଲେ ସେଠୁ ଲାଭାଂଶ ଗୁଡାକ ବୁଲିୟନ ରେ କନଭର୍ଟ କରିକି ସୁନାରେ ରୂପାରେ କନଭର୍ଟ କରିକି ଆଣୁଥିଲେ ସେଇ ହିସାବରେ ସେମାନଙ୍କ ପାଖରେ ରୂପା ସୁନା ତ ଇଏ ନଥିଲା କିନ୍ତୁ ରୂପା ସେମାନଙ୍କ ପାଖରେ ପହଞ୍ଚୁଥିଲା ସେଇ ହିସାବରେ ସେମାନେ ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ସେତିକି ପରିମାଣର ରୂପା ରଖି ଆସିଛି କେତେ ବିକ୍ରି କଲେଣି କେତେ କଂସା କେତେ ରୂପା ସେମାନେ ବିକ୍ରି କଲେଣି ତାର ଠିକଣା ନାହିଁ ତା ସତ୍ତ୍ୱେ ବି ତାଙ୍କ ପାଖରେ ଆହୁରି ଏତିକି ରହିଛି ଅର୍ଥାତ୍ ଆମେ ଯେତିକି ଇତିହାସ ଜାଣୁଛେ ଆଦିବାସୀ ମାନଙ୍କର ତାଠୁ ଯଥେଷ୍ଟ ପୁରୁଣା ଇତିହାସ ତାଙ୍କର ରହିଛି ଆଉ ଆମେ ଯଦି ତାଙ୍କର ଲୋକ କଥା ଆଉ ତାଙ୍କର କାର୍ଯ୍ୟଶୈଳୀ ତାଙ୍କର ପାରମ୍ପରିକ ଜ୍ଞାନ କୌଶଳ ଏସବୁକୁ ଅଧିକରୁ ଅଧିକା ଏକ୍ସପ୍ଲୋର କରିବା ଷ୍ଟଡି କରିବା ରିସର୍ଚ୍ଚ କରିବା ତାହେଲେ ବହୁତ ଆଶ୍ଚର୍ଯ୍ୟଜନକ ତଥ୍ୟ ଆମକୁ ମିଳିପାରିବ ଯୋଉଟାକୁ କି କଳିଙ୍ଗର ଇତିହାସକୁ ଆମର ଓଡିଶାର ଇତିହାସକୁ ଆହୁରି ପୁଷ୍କଳ ପରିବର୍ଦ୍ଧିତ ପରିମାର୍ଜିତ କରିବ ଧନ୍ୟବାଦ ପୁରା ପୁରା ମୁଁ ଆପଣଙ୍କ ସହିତ ସହମତ ଭିତରେ ବର୍ତ୍ତମାନ ବିନାୟକ ରଥ ସାର୍ ମୁଁ ଆଜ୍ଞା ସମସ୍ତଙ୍କୁ ପ୍ରଥମେ ତ ଜିତୁ ବାବୁଙ୍କୁ ବହୁତ ଧନ୍ୟବାଦ ଦେବି ଯେ ଯୋଉ ଗବେଷଣା ସେ କରୁଛନ୍ତି ଆଉ କନ୍ଧ ମାନଙ୍କ ଆଦିବାସୀଙ୍କ ଉପରେ ପାଣ ମାନେ ଯୋଉ କହିଲେ ସେ ଯୋଉ ମାନେ ଆମର କନ୍ଧମାଳରେ ଏଇ ପାଣ ସମ୍ପ୍ରଦାୟ ଆଉ କନ୍ଧ ମାନଙ୍କ ଭିତରେ କଣ ସମ୍ପର୍କ ଥିଲା ଖାଲି ଖାଲି ମିଡିଏଟର ରୋଲ ନା ମାନେ ତାଙ୍କ ଭିତରେ ସୁସମ୍ପର୍କ ଥିଲା ସେ ଜାଣିବାକୁ ଚାହୁଁଛି ପ୍ରଥମେ ଯେ ଆମର ଯାହା ଯେମିତି ସାର୍ ରେକର୍ଡ କହୁଛି ଆମର ହଁ ଯାହା ରେକର୍ଡ କହୁଛି ସବୁ ଜାଗାରେ କୁହାଯାଉଛି ଯେ ମାନେ ଆକ୍ଚୁଆଲି ଯୋଉ କନ୍ଧମାନେ ଯୋଉମାନେ ଥିଲେ
ସେମାନେ ତାଙ୍କର ହିସାବରେ ରହୁଥିଲେ, ବାହ୍ୟ ସମାଜ ସହିତ ତାଙ୍କର ବେଶୀ ସମ୍ପର୍କ ନଥିଲା। ତାଙ୍କର ଚାଷ କରିବେ, ତାଙ୍କର ଇଏ ହେବେ, ତାଙ୍କର ଜାଣିଥିବ, ତାଙ୍କର ଏଇ ସବୁ ଜିନିଷ ହବ। କିନ୍ତୁ ଯେତେବେଳେ ବ୍ରିଟିଶ ମାନେ ଘୁମସ ରଜାଙ୍କର ସମୟରେ, ତାପରେ ବ୍ରିଟିଶ ଯେତେବେଳେ ଆସିଲେ, ସେତେବେଳେ ପାଣ ମାନଙ୍କର ଇମ୍ପୋର୍ଟାନ୍ସ ଟା ବଢିଗଲା। ମୁଁ ଜାଣିନି କୋଉ ହିସାବରେ ବଢିଲା ସେମାନଙ୍କର। ଦେବେ ଆକ୍ଚୁଆଲି ତାଙ୍କର ଏକ୍ସପୋଜର ଟା ଥିଲା ପ୍ଲେନ ସହିତ। ସେମାନେ ଯିବା ଆସିବା କରୁଥିଲେ, ବିଜନେସ ନେଇକି ଆସୁଥିଲେ, ଲୁଣ ନେଇକି ଆସୁଥିଲେ, ଆଙ୍କର ରିସୋର୍ସେସ କୁ ନେଇକି ସେଠି ବିକ୍ରି କରୁଥିଲେ। ତ ସେମାନଙ୍କର ପ୍ଲେନ ଏରିଆ ସହିତ ତାଙ୍କର ଇଣ୍ଟରାକ୍ସନ ଅଧିକା ଥିଲା। କନ୍ଧ ମାନଙ୍କର ନଥିଲା, ପାଣ ମାନଙ୍କର ଥିଲା। ପାଣ ମାନଙ୍କର ଥିଲା ବେଶୀ। ତା ହଉଛି କନ୍ଧ ମାନଙ୍କର ରଜାଙ୍କ ସାଙ୍ଗରେ କୌଣସି ସମ୍ପର୍କ ନଥିଲା। ନାଇଁ ଥିଲା, ରଜାଙ୍କ ସହିତ ଭୂମିସହ ସମ୍ପର୍କ ଥିଲା, ମୁଁ କହୁନି, ମନା କରୁନି। ତାଙ୍କ ସହିତ ପାଟକଣ୍ଟା ଇଜ ଏ ଗ୍ରେଟ୍ ଏକ୍ସାମ୍ପଲ। ଠାକୁରାଣୀ ଯୋଉ ପାଟକଣ୍ଟା ଅଛନ୍ତି ବାଲିଗୁଡାରେ, ଇଜ ଏ ଗ୍ରେଟ୍ ଏକ୍ସାମ୍ପଲ ଅଫ ହାଉ ପାଟକଣ୍ଟାକୁ ୟୁଜ କରିକି ମାନେ ଘୁମସ ରଜା କନ୍ଧମାନଙ୍କ ସହିତ କେମିତି ସେମାନେ ଇଏ କରିଥିଲେ। ବଟ୍ ତାଙ୍କର ମେନ୍, ସେମାନେ ଭେରି ହାର୍ଡ ୱାର୍କ ଲେବରିୟସ୍ ଲୋକ। ତାଙ୍କର ସେମାନେ ଏଇ ସବୁ ଜିନିଷ ବି ତାଙ୍କର ବେଶୀ ଇଏ କରନ୍ତୁ। କିନ୍ତୁ ଯେ ବିଜନେସ ଏରିଆ ଯୋଉ ଜିନିଷଟା ସେଇଟା, ଏଇଟା ଏମାନେ ବେଶୀ କରୁଥିଲେ, ପାଣ ମାନେ ବେଶୀ କରୁଥିଲେ। ତ ଆଚ୍ଛା, ଏଇଟା ଗୋଟେ ଭେରି କମ୍ପ୍ଲେକ୍ସ ପ୍ରୋବ୍ଲେମ। ସେମାନଙ୍କୁ କାହିଁକି କାଷ୍ଟ କରାଗଲା, ସିଡ୍ୟୁଲ କାଷ୍ଟ କରାଗଲା, ସିଡ୍ୟୁଲ ଟ୍ରାଇବ କାହିଁକି କରାଗଲାନି, ସେଇଟା ଗୋଟେ ଟପିକ। ସେଇଟା ବର୍ତ୍ତମାନ ଗୋଟେ ମେଜର ଟପିକ, ସେଇଟା ରିସର୍ଚ୍ଚ କରିବା But ପାଇଁ। is it in any way linked to conversion, religious conversion? ପାଣ ମାନେ ଫାଷ୍ଟ କନଭର୍ଟ ହେଲେ, ହଁ, ମାନେ ତାପରେ ସେମାନେ କନଭର୍ଟ ମାନେ the proximity ଯୋଉ to କହିଲି, ଯୋଉ British. ପିଲାଟା ଯୋଉ କହିଲି, ଯୋଉମାନେ ରେସ୍କ୍ୟୁ ହେଇଛନ୍ତି, ଗଜପତି ହାଜ ଏ ଡିଫରେଣ୍ଟ ଷ୍ଟୋରି। ଗଜପତି ରାୟଗଡା ହାଜ ଏ ଡିଫରେଣ୍ଟ ଷ୍ଟୋରି। ସେଟା ଆମେ ଆଉ କେତେବେଳେ କହିବା। କିନ୍ତୁ ଏଇଠି ସେମାନେ ଆଗ ଆସିଲେ, ଯେତେବେଳେ ଏଇ ଯୋଉ ପିଲାମାନେ ଆସିଲେ ବାଲେଶ୍ୱର ଟ୍ରେନିଂ ନେଇକି, ସେମାନେ ଫାଷ୍ଟ ପାଣ ମାନଙ୍କୁ କରିଛନ୍ତି, ଇଏ କରିଛନ୍ତି। ତାପରେ conversion। ମ୍ୟାଲେରିଆ ଓ ବହୁତ ପ୍ରକାର ରୋଗ ମାନେ ଯୋଉଟା ଥିଲା, ତାଙ୍କର ସେଇ ଗୁଣି ଗାରେଡିକୁ ନେଇକି ଚାଲୁଥିଲେ। କିନ୍ତୁ ଏମାନେ କେମ ୱିଥ୍ ମଡର୍ନ ମେଡିସିନ୍ସ, ମାନେ ସେ ସମୟର ମଡର୍ନ ମେଡିସିନ୍ସ, ହସ୍ପିଟାଲ୍ସ, ଏସବୁ ଗୁଡାକ ଯେତେବେଳେ ଆଣିଲେ, ସେଇଥିରେ ମାନେ ବହୁତ ମାନେ ଭଲ ହେଇଗଲେ। ତ ତାଙ୍କର ଗୋଟେ ବିଶ୍ୱାସ ଆସିଗଲା ଯେ ହଁ, ଯୀଶୁ ହିଁ ଆମର ସବୁ ଭଲ କରୁଛନ୍ତି। ପାଣ ମାନେ ଆଜ୍ଞା ତାଙ୍କୁ କନ୍ଧ ମାନଙ୍କୁ ଏକ୍ସପ୍ଲୋଇଟ କରୁଥିଲେ, ଟ୍ରାଇବାଲ ମାନଙ୍କୁ। ସେଇଟା ସବୁ ଜାଗାରେ ପାଣ କରୁଥିଲେ। ମାନେ ତାଙ୍କୁ ଏକ୍ସପ୍ଲୋଇଟ କରୁଥିଲେ ନା ନାଇଁ, ତାଙ୍କୁ ପାଣ ମାନେ କରୁଥିଲେ, ଆଦି ଏକ୍ସପେକ୍ଟ କରୁଥିଲେ। ଆଦିବାସୀ ମାନଙ୍କୁ? ହଁ, ଏସ୍ପେଶାଲି 19th ସେଞ୍ଚୁରୀ କହୁଛି, ତା ପୂର୍ବର କଥା ମୁଁ କହିପାରିବିନି। 19th-20th ସେଞ୍ଚୁରୀ ଆଜ୍ଞା। ଆମର ବହୁତ ରେକର୍ଡ ଅଛି। ନାଇଁ, ପ୍ରଥମେ ଜିତୁ ସାର୍ଙ୍କୁ ମୁଁ ଧନ୍ୟବାଦ ଦେବି। ଆମର ଇତିହାସ କହିଲେ ଆମେ ଯାହା ବୁଝୁଛୁ, କିଛିଟା ରଜା ରାଜୁଡା ବା କିଛି ହିଷ୍ଟୋରିଆନ୍ସ ଲେଖିଛନ୍ତି, ଆଉ କିଛିଟା ଲୋକ ସ୍ମୃତିରେ ରହିଛି। ଯେମିତି ପ୍ରତି ଗାଁରେ, ପ୍ରତି ଘରେ କିଛିଟା ଇତିହାସ ରହିଛି। ଆମ ଘରେ ବି ସେମିତି ପୂର୍ବପୁରୁଷ ପଚାରିଲେ କେମିତି ଚଳୁଥିଲେ, କେମିତି ଆମ ବଂଶ ଆସିଥିଲା, ସବୁ ସମସ୍ତ କହିବେ। ସୋ ଯାହା କହିଲେ, କନ୍ଧମାଳ ବିଷୟରେ କହିଲେ, ତ ଭଲ ଲାଗିଲା ଶୁଣିବାକୁ। ଆ, ଆଉ କେବେ ଅନ୍ୟ ରାଜ୍ୟର ବି ଅନ୍ୟ ଦେଶ ଶୁଣିବୁ, ଆଶା ଆଜ୍ଞା, ରଖୁଛୁ। ଥ୍ୟାଙ୍କ ୟୁ ସାର୍। ଧନ୍ୟବାଦ। ନମସ୍କାର ସମସ୍ତଙ୍କୁ। ମୋର ଖାଲି କ୍ୱେଶ୍ଚିନ୍ ତ କିଛି ନାହିଁ, କମେଣ୍ଟ ଗୋଟିଏ ମୁଁ ଦଉଛି। ମୋ ନାଁ ଚନ୍ଦ୍ରା ମିଶ୍ର। କୋରାପୁଟଟା ଆମ ପାଇଁ ଏକଦମ ଅନନୋନ୍ ରହିଯାଇଥିଲା। ଆମେ ପୁରୀର, ସେତେବେଳେ ତ ଏତେ ଯିବା ଆସିବା ନଥିଲା, ମୁଁ କିଛି ଜାଣିନଥିଲି। ତେଣୁ ଏଇ ସଭାରେ ବସିକିରି ବହୁତ କଥା ଜାଣିଲି ଆଉ ଶିଖିବାକୁ ପାଇଲି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ମୁଁ ଫୁଲବାଣୀ ଯାଇଥିଲି ଥରୁଟିଏ, ବହୁତ ଛୋଟ ଥିଲି ସେତେବେଳେ, ଏତେ ବିଶ୍ୱାସ ଜାଣିପାରୁନଥିଲି, ବୋଧେ 9 ବର୍ଷର ଖଣ୍ଡେ ଥିଲି। ମୋ ଭାଇନା ସେଠି ଥିଲେ, ମୁଁ ଯାଇଥିଲି, ଜଙ୍ଗଲକୁ ବି ଯାଇଥିଲି। ଆଉ କୋରାପୁଟକୁ ଯିବା ପାଇଁ ସବୁବେଳେ ଇଚ୍ଛା ଥାଏ କି ଆମର ମୋ ପୁତୁରା ଶୁଭେନ୍ଦ୍ର ସେ ସେଇ ପାଖରେ ଥିଲା, କିନ୍ତୁ କେବେ ସେ ସୁଯୋଗ ପାଇନି। ଏବେ ତ ମୁଁ ବାହାରେ ଅଛି, ତେଣୁ ଆଉ କେବେ ମିଳିବ ମୁଁ ଜାଣିନି। କିନ୍ତୁ ଆପଣ ଏଇ ଯୋଉ କହିଲେ ବସିକିରି ଏଠି ଆମେରିକାରେ ସକାଳେ, ମୁଁ ଏଇଟା ଶୁଣିକିରି ବହୁତ ଖୁସି ହେଲି ଆଉ ବହୁତ କଥା ଶିଖିଲି। ଆଜିକାଲି ଅବଶ୍ୟ ଇଣ୍ଟରନେଟ୍ ଅଛି, କିନ୍ତୁ ମଣିଷର ମୁହଁରୁ ଶୁଣିବା ଗୋଟେ ଅଲଗା ପ୍ରକାର। ଆଉ ଯାହା ଆପଣ କହିଲେ, ସବୁ ମଣିଷର ଷ୍ଟୋରି ଅଛି, ସବୁ ଜିଲ୍ଲାର ଷ୍ଟୋରି ଅଛି, ସବୁ ପରିବାରର ଷ୍ଟୋରି ଅଛି।
ଏଇଟା ଆମେ ବେଶୀ ଲୋକଙ୍କ ମୁହଁରୁ ଶୁଣିଲେ ବେଶୀ ଆମ ମନରେ ରହିବ। ଏତିକି କହି ମୁଁ ବନ୍ଦ କରୁଛି। ଧନ୍ୟବାଦ ଆପଣ ଏଭଳି ସୁନ୍ଦର ଗୋଟେ ପ୍ରୟାସ କରିଥିବାରୁ। ଆଉ ସୁନୀଲ ବାବୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଜିତୁ ବାବୁ ବହୁତ ଧନ୍ୟବାଦ। ଆମେ ଏମିତି ସର୍ଟ ଭିଡ଼ିଓ ଆଗକୁ କିଛି ବନେଇବା, ଆପଣ ଟପିକ୍ ସ୍ଥିର କରନ୍ତୁ। ଆଜିର ଏଇ ଯେଉଁ ଆଲୋଚନାଟି ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଉପାଦେୟ ହେବ ଆଶା କରୁଛି। ପୁଣି ଆଉ ଥରେ ନୂଆ ଗୋଟେ ଏପିସୋଡ କେତେବେଳେ ଆପଣଙ୍କ ସହିତ କରିବା। ସେ ପର୍ଯ୍ୟନ୍ତ ରହିବା ତାହେଲେ। ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର ନମସ୍କାର ମନ୍ଥର ଭାଇ, ଏନିଥିଙ୍ଗ ୱାଣ୍ଟ ଟୁ ସେ? ନମସ୍କାର, ଜୟ ଜଗନ୍ନାଥ ସମସ୍ତকে। ମୁଁ ମାଳସିଆର କହୁଛେ। ଆଜିର ଟପିକ ସେଟା ବୁଝା ହଉନାହିଁ ଯେ ମୁଁ ଗୋଟେ ଜାଣୁଛି ଏ କନ୍ଧମାଳ ଓଡିଆଟା ଆଜ୍ଞା ଆମର ଜାତି ଗୋଟେ ନା ସେଇଟା। ଆଚ୍ଛା, କନ୍ଧମାଳ ଗୋଟେ ଜିଲ୍ଲା। ବାଇ ଦ ୱେ ଆଇ ଜଷ୍ଟ ୱାଣ୍ଟ ଟୁ ଟେଲ୍, ମାନେ ଯୋଉଟା କି ସିଏ କହିପାରୁନାହାନ୍ତି, ମୁଁ କହୁଛି। ମୁଁ ତାଙ୍କ ସହିତ ଲଙ୍ଗ ଟର୍ମରେ କଣ୍ଟାକ୍ଟରେ ଅଛି। ସିଏ ହଉଛନ୍ତି ଜି ଉଦୟଗିରିର ଲୋକ। ଆଜ୍ଞା। ହଁ, 1905 ମସିହାରେ ସେମାନେ ମାଡ୍ରାସ ପ୍ରେସିଡେନ୍ସିର ପାର୍ଟ ଆଣ୍ଡ ପାର୍ସଲ ଥିଲାବେଳେ ସେମାନେ ପଳେଇଛନ୍ତି ମାଲେସିଆ ଏବଂ ସେବୁଠୁ ସେଇଠି। ରାଇଟ୍। ଏବଂ ସିଏ ରିସେଣ୍ଟଲି ଜାଣିବା ପାଇଁ ପାଇଲେ ଯେ ତାଙ୍କର ପୂର୍ବପୁରୁଷ ମାନେ ଜାତିରେ ଥିଲେ କନ୍ଧ। ଓକେ। ଲାଷ୍ଟ ମିଟିଂରେ ତାଙ୍କ ସହିତ ସିଏ, ମନ୍ଥର ଭାଇ ଆପଣ କାହାକୁ ପଚାରିଲେ ଆମେ କି ଲୋକ, ସିଏ କହିଲେ ଆମେ କନ୍ଧ ଲୋକ ବୋଲି। ମୋର ମା ଖନ୍ଦ, ହଁ, ହଁ ମୋ ବାପା ପାଡ। ହି ଇଜ ଫ୍ରମ୍ ଜି ଉଦୟଗିରି। ରାଇଟ୍। ଯେ କନ୍ଧ ଭାଷା ମୁଁ ଗୋଟେ ଏକା ଜାଣିଛି। ଆଇ କ୍ୟାନଟ୍ କ୍ୟାଚ୍ ବିକଜ ବେଶୀ ସାନ ହେଇଥିଲି। ନେକେ ମାଞ୍ଜି ବୋଲି କହିବା, ମେ ବି ହାଉ ଆର୍ ୟୁ ନା କାରଣ ମୁଁ ଜାଣିପାରୁନାହିଁ। ସେଇଟା ଏକା ମୁଁ ଆଜି ଯାଏ ମୋ ହେତୁରେ ଅଛି। ଯେ ମୋ ମାଉସୀ ଅଛି, ଆଉ ଜୀବନର ଅଛନ୍ତି 87 ବୟସ। ଗଲା ବାର ଆମେ ସାଥିଆ ବାର୍ତ୍ତା ସାଥିରେ ମିଶିକି ମୋ ମାଉସୀ ଘରକୁ ଯାଇଥିଲ। ତାଙ୍କ ଗୋଟେ ଖଣ୍ଡ ଗୀତ ଗାଇଲା। बट बहुत धन्यवाद जीतू सर, आप बहुत किसी कहले जोड़ा माने मोर पर्सनली बहुत जिनस एको है हाउ आई थिंक, हाउ आई हैव एनालाइज्ड एंड हाउ आई अंडरस्टैंड अबाउट पीपल्स हिस्ट्री। तेणु मु अधिक किसी कहूनी, समय भी अधिक है सर। आम समस्त तरफ जीतू सर को बहुत बहुत धन्यवाद। थैंक यू सो मच। आ सब मिथिर ऑडियंस मिसिबा को जल्दी बहुत मिसिबा। धन्यवाद।